ଆମମାନଙ୍କୁ ସହଯୋଗ ଦାସ ମାନଙ୍କୁ ମଧ୍ୟ ଧନ୍ୟବାଦ ଅଛି। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, କାରଣ ପ୍ରଭୁ ଆଜି ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟରେ ରଖିଅଛନ୍ତି। ଜୀବିତ ମାନଙ୍କ ମଧ୍ୟରେ ଆମମାନଙ୍କୁ ସେ ନାମ ସ୍ଥାନ ଦେଇ ବଞ୍ଚାଇଛନ୍ତି। ପ୍ରଭୁଙ୍କ ନାମ ଧନ୍ୟବାଦ। ତାହା ସହିତ ଆଜି ଏଇ ରିଏଲ ମିନିଷ୍ଟ୍ରି ଜୁମର ପ୍ରାପ୍ତ କାଳରେ ଉପସ୍ଥିତ ହୋଇଥିବା ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ପ୍ରତ୍ୟେକଙ୍କୁ ମୋର ଭକ୍ତିପୂର୍ଣ୍ଣ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆଜିର ଜୁମ୍ ଆରମ୍ଭ କରିବା ପୂର୍ବରୁ ମୋ ବାକ୍ୟର ପଦେ ପାଠ କରିବି, ତାପରେ ଆମେ ଆରମ୍ଭ କରିବା। ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ। ଆମ୍ଭମାନଙ୍କର ପରିତ୍ରାଣର ସଳଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ। ଆମ୍ଭେମାନେ ଗୀତ ଦ୍ୱାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରୁ। ଆମେ ଅଳ୍ପ ବାକ୍ୟ ପଠନ ଏବଂ ଶ୍ରବଣରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏଇ ସମୟ ମଧ୍ୟରେ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ଦାସ ପ୍ରମୋଦ ପରିଛା ଆଜ୍ଞା ଜଡିତ ହୋଇ ଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଗକୁ ଆହ୍ୱାନ କରୁଅଛି ଆଜ୍ଞାକୁ ସେ ଆଗକୁ ଆସିବେ ଆଉ ଗୀତ ଦ୍ୱାରା ପ୍ରଭୁଙ୍କର ଗୌରବ ପ୍ରଶଂସା କରି ଆମମାନଙ୍କୁ ସେ ପଢାଇବେ। ପ୍ରେଜ୍ ଦ ଲର୍ଡ ଆଜ୍ଞା, ନମସ୍କାର। ନମସ୍କାର। ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ରାତିରେ ଆଲୋଚନା କରୁ କରୁ କହିଲେ ମୁଁ ବ୍ୟସ୍ତତା ମଧ୍ୟରେ ଅଛି, ହୋଷ୍ଟ ଆଜ୍ଞା ମତେ କହିଲେ ଆଉ ଏ ପର୍ଯ୍ୟନ୍ତ ବାକ୍ୟ କି ୱାର୍ସିପ କାହାକୁ ଦେଇନି, ଆଉ କଣ କରିବା ବୋଲି କହିବାରୁ ଆଉ ୱାର୍ସିପ ଟିକେ କରିଦିଅ ବୋଲେ ମୁଁ କହିଲି ମୋର ତ ଜାଣନ୍ତି ମୋର ସେଇ ପ୍ରକାର କିଛି ନାହିଁ, କିନ୍ତୁ ପ୍ରଭୁଙ୍କର ଗୌରବ ନିମନ୍ତେ ମୁଁ ୟେସ୍ କରିଦେଲି ୱାର୍ସିପ କର ବୋଲି। ବହୁ ଆଉ ଯାହା ହଉ ଆସନ୍ତୁ ଆମେ ପ୍ରଭୁଙ୍କର ଗୌରବ କରିବା। ଆମେ ଯେତେ ଲୋକ ବସିଛୁ ସମସ୍ତେ ଆମେ ଚେଷ୍ଟା କରିବା ଯେ ଏଇ ଗୀତକୁ ମୁଁ ଗାଇବି, ଆପଣମାନେ ଗୁଣୁଗୁଣୁ ହେଇକି ଗାଇକି ପ୍ରଭୁଙ୍କର ଅନୁଭବ କରିବା ପାଇଁ ଚେଷ୍ଟା କରନ୍ତୁ। ଏଇ ପ୍ରକାର ଭାବେ ୱାର୍ସିପ କରିବା। ଆଉ ମୋର ସ୍ୱର ଶୁଭାଯିବ, ଆପଣଙ୍କ ସ୍ୱର ଶୁଭା ନଗଲେ ମଧ୍ୟ ପ୍ରଭୁଙ୍କ ନିକଟରେ ଶୁଭାଯାଉ। ଆମେ ଶୁଣିପାରିବୁ ନାହିଁ, ଆମେ ଯେତେ ଲୋକ ବସିଛୁ, କିନ୍ତୁ ସେ ସ୍ୱର ପ୍ରଭୁଙ୍କ ନିକଟକୁ ଯାଉ। ଆସନ୍ତୁ ଆମମାନେ ଗୀତ ଗାଇବା। ମଧୁର ସୁରକୁ ମୋର ସଜାଇବି ଗୀତ ତୁମର, ମଧୁର ସୁରକୁ ମୋର ସଜାଇବି ଗୀତ ତୁମର, ଯେତେ ଦିନ ଥିବ ଜୀବନ ମୋର, ଯେତେ ଦିନ ଥିବ ଜୀବନ ମୋର, ଗାଉଥିବି ନାମ ତୁମର, ମଧୁର ସୁରକୁ ମୋର ସଜାଇବି ଗୀତ ତୁମର, ମଧୁର ସୁରକୁ ମୋର ସଜାଇବି ଗୀତ ତୁମର। ନାହିଁ ପ୍ରଭୁ ନାହିଁ ଦେବା ପାଇଁ ପ୍ରତିଦାନ ମୋର, ଅଛି ଖାଲି ଅଛି କେବଳ ହୃଦୟ ମୋର, ନାହିଁ ପ୍ରଭୁ ନାହିଁ ଦେବା ପାଇଁ ପ୍ରତିଦାନ ମୋର, ଅଛି ଖାଲି ଅଛି କେବଳ ହୃଦୟ ମୋର, ଏ ଜୀବନ ଅଟେ ତୁମରି ଦାନ, ଏ ଜୀବନ ଅଟେ ତୁମରି ଦାନ, ଭୁଲିବିନି ପ୍ରେମ ତୁମର, ମଧୁର ସୁରକୁ ମୋର ସଜାଇବି ଗୀତ ତୁମର, ମଧୁର ସୁରକୁ ମୋର ସଜାଇବି ଗୀତ ତୁମର, ଯେତେ ଦିନ ଥିବ ଜୀବନ ମୋର, ଯେତେ ଦିନ ଥିବ ଜୀବନ ମୋର, ଗାଉଥିବି ନାମ ତୁମର, ମଧୁର ସୁରକୁ ମୋର
ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଆସ ପ୍ରଭୁ ଆସ ବସି ଯାଅ ହୃଦୟ ମୋର ডাকে আজি ডাকে আকুলে এই প্রাণ মোর আস প্রভু আস বসি যাও হৃদয়ে মোর ডাকে আজি ডাকে আকুলে এই প্রাণ মোর চালুথিবি প্রভু সাথে তুমর চালুথিবি প্রভু সাথে তুমর ছাড়িবিনি হাত মোর মধুর সুরକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଯେତେ ଦିନ ଥିବ ଜୀବନ ମୋର ଯେତେ ଦିନ ଥିବ ଜୀବନ ମୋର ଗାଉଥିବି ନାମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଆସ ପ୍ରଭୁ ଆସ ବସି ଯାଅ ହୃଦୟ ମୋର ডাকে আজি ডাকে আকুলে এ প্রাণ মোর আস প্রভু আস বসি যাও হৃদয়ে মোর ডাকে আজি ডাকে আকুলে এ প্রাণ মোর চালুথিবি প্রভু সাথে তুমর চালুথিবি প্রভু সাথে তুমর ছাড়িবিনি হাত মোর মধুর সুরକୁ ତୁମର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ଯେତେ ଦିନ ଥିବ ଜୀବନ ମୋର ଯେତେ ଦିନ ଥିବ ଜୀବନ ମୋର ଗାଉଥିବି ନାମ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ମଧୁର ସୁରକୁ ମୋର ସଜାଇବି ଗୀତ ତୁମର ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଏ ପର୍ଯ୍ୟନ୍ତ ଜୀବିତ ମାନଙ୍କ ମଧ୍ୟରେ ରଖିଅଛନ୍ତି ଆମମାନେ ଯେ ପ୍ରକାର ତାଙ୍କ ଗୀତ ଗାଇବା ଆମମାନେ ତାଙ୍କର ଗୌରବ କରିବା ତାଙ୍କର ପ୍ରଶଂସା କରିବା ଆମମାନଙ୍କର ସ୍ୱର ନଥାଉ ଆମେ ତାଙ୍କ ନିମନ୍ତେ ଆମମାନେ ଗୀତ ଗାଇବା ଯେହେତୁ ସେ ଆମମାନଙ୍କର ଅନେକ ମଙ୍ଗଳ ଦାନ ଦେଇଛନ୍ତି ଗୀତ ମାଧ୍ୟମରେ ତାଙ୍କର ଗୌରବ କରିବା ଗୀତ ମାଧ୍ୟମରେ ତାଙ୍କର ବର୍ଣ୍ଣନା କରିବା ଆସନ୍ତୁ ଆଉ ଗୋଟେ ଗୀତ ଗାଇବା ବନ୍ଦନା କରିବା ଆମେ ବନ୍ଦନା କରିବା ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା ଆକାଶ ନିର୍ମାଣ କାରୀଙ୍କୁ ଧରଣୀ ନିର୍ମାଣ କାରୀଙ୍କୁ ଆକାଶ ନିର୍ମାଣ କାରୀଙ୍କୁ ଧରଣୀ ନିର୍ମାଣ କାରୀଙ୍କୁ ସମୁଦ୍ର ବିଭକ୍ତ
କାରୀଙ୍କୁ ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା। ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା, ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା। ସ୍ୱର୍ଗ ଉପବିଷ୍ଟ ପ୍ରଭୁଙ୍କୁ, ମାନବ ନିର୍ମାଣକାରୀଙ୍କୁ, ସ୍ୱର୍ଗ ଉପବିଷ୍ଟ ପ୍ରଭୁଙ୍କୁ, ମାନବ ନିର୍ମାଣକାରୀଙ୍କୁ, ମୃତ୍ୟୁ ଭଳ ଭଗ୍ନକାରୀଙ୍କୁ ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା। ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା, ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା। ପାପୀଙ୍କ ମୁକ୍ତି ଦାତାଙ୍କୁ, ଈଶ୍ୱରଙ୍କ ସେହି ବାକ୍ୟକୁ, ପାପୀଙ୍କ ମୁକ୍ତି ଦାତାଙ୍କୁ, ଈଶ୍ୱରଙ୍କ ସେହି ବାକ୍ୟକୁ, ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା, ଆମେ ବନ୍ଦନା କରିବା। ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା, ରାଜାଧିରାଜଙ୍କୁ ଦେବାଧି ଦେବଙ୍କୁ ବନ୍ଦନା କରିବା। ସେ ଆମମାନଙ୍କର ନିର୍ମାଣକାରୀ, ଆକାଶକୁ ନିର୍ମାଣ କଲେ, ଏଇ ଧରଣୀକୁ ନିର୍ମାଣ କଲେ, ସମୁଦ୍ରକୁ ବିଭକ୍ତ କରି ଇସ୍ରାଏଲ ଲୋକମାନଙ୍କୁ ସେଇ ମଝିରେ ଗମନ କରିଲେ। ତେଣୁ ଆସ ତାଙ୍କର ବନ୍ଦନ କରିବା, ତାଙ୍କର ଗୌରବ କରିବା। ସେ ଆମମାନଙ୍କର ରକ୍ଷାକର୍ତ୍ତା, ଆମମାନଙ୍କର ମୁକ୍ତିଦାତା। ସେଇ ଜୀବନ୍ତ ବାକ୍ୟକୁ ଆମମାନେ ଶୁଣି ସବୁଦିନ ତାଙ୍କ ନିକଟବର୍ତ୍ତୀ ହେବା ଏବଂ ତାଙ୍କର ବନ୍ଦନା କରିବା, ତାଙ୍କର ଗୌରବ କରିବା, ତାଙ୍କର ପ୍ରଶଂସା କରିବା। ନିତ୍ୟ ଦିନ ଆମମାନେ ଜଗତରେ ଯେତେ ଦିନ ବଞ୍ଚିଛୁ ତାଙ୍କର ବନ୍ଦନା କରିବା, ତାଙ୍କର ଗୌରବ କରିବା, ତାଙ୍କ ସ୍ତୁତି ବନ୍ଦନା କରିବା। ଆମମାନଙ୍କ ପାଇଁ ସେ ଏ ପର୍ଯ୍ୟନ୍ତ ଅନୁଗ୍ରହ ପରେ ଅନୁଗ୍ରହ କରି ଆସିଅଛନ୍ତି, ଦୟା ପରେ ଦୟା କରି ଆସିଅଛନ୍ତି। ତାଙ୍କର ଦୟାରେ ଆମେ ଏ ପର୍ଯ୍ୟନ୍ତ ଆସିଅଛୁ। ତାଙ୍କର ଅନୁଗ୍ରହରେ ଏ ପର୍ଯ୍ୟନ୍ତ ଆମେ ଜୀବିତ ମାନଙ୍କ ମଧ୍ୟ ରହିଅଛୁ। ଆସନ୍ତୁ ଆମେ ତାଙ୍କର ବନ୍ଦନା କରିବା, ଆସନ୍ତୁ ଆମେ ତାଙ୍କର ଗୌରବ କରିବା, ଆସନ୍ତୁ ଆମେ ତାଙ୍କର ନିକଟବର୍ତ୍ତୀ ହେବା। ସେ ଆମମାନଙ୍କ ନିମନ୍ତେ କାଲବରୀ କ୍ରୁଶରେ ସେ ନିଜ ଜୀବନ ଦେଲେ, ଆମମାନଙ୍କ ନିମନ୍ତେ ସେ କାଲବରୀ କ୍ରୁଶରେ ଚଢିଲେ। ଆସନ୍ତୁ କାଲବରୀରେ ଧନ୍ୟ, କାଲବରୀରେ ଚଢିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ, ଚଢିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ। ଦୁଃଖ ନିନ୍ଦା ସହିଲେ, ଫେରିକି ନ କହିଲେ, ଦୁଃଖ ନିନ୍ଦା ସହିଲେ, ଫେରିକି ନ କହିଲେ, ବଧ ଯୋଗ୍ୟ ମେଷ ତୁଲ୍ୟ ମୁଖ ନ ଫିଟାଇଲେ, ବଧ ଯୋଗ୍ୟ ମେଷ ତୁଲ୍ୟ ମୁଖ ନ ଫିଟାଇଲେ। କାଲବରୀରେ ଧନ୍ୟ, କାଲବରୀରେ ଚଢିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ, ଚଢିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ।
केड़े प्रेम न कले निजकु बळी हेले केड़े प्रेम न कले निजकु बळी देले मते बंचाईण दारुण मृत्युको बरिले मते बंचाईण दारुण मृत्युको बरिले कालबरी रे धन्य कालबरी रे चढ़ी मोर पाई जीशु क्रूसरे चढ़ी मोर पाई जीशु क्रूसरे केड़े उच्च गभीर अटे से प्रेम स्थल केड़े उच्च गभीर अटे से प्रेम स्थल शत्रु लागी एड़े प्रेम काहि अछि काहर शत्रु लागी एड़े प्रेम काहि अछि काहर कालबरी रे धन्य कालबरी रे चढ़ी मोर पाई जीशु क्रूस रे चढ़ी मोर पाई जीशु क्रूस रे मत देवा कुधन निजे हेले निधन मत देवा कुधन निजे हेले निधन अनंत जीवन धन कले मते प्रदान अनंत जीवन धन कले मते प्रदान कालबरी रे धन्य कालबरी रे चढ़ी मोर पाई जीशु क्रूस रे चढ़ी मोर पाई जीशु क्रूस रे तप्तरक तधर से अमृत पायर तप्तरक तधर से अमृत पायर झरु अछि निरंतर असरंती भंडार झरु अछि निरंतर असरती भंडार कालबरी रे धन्य कालबरी रे चढ़ी मोर पाई जीशु क्रूस रे चढ़ी मोर पाई जीशु क्रूस रे से पतित पावन निय सर्वे शरण से पतित पावन निय सर्वे शरण तुम आम पाई आजी देल जीशु जीवन तुम आम पाई आजी देल जीशु जीवन कालबरी रे धन्य कालबरी रे चढ़ी मोर पाई जीशु क्रूस रे चढ़ी मोर पाई जीशु क्रूस रे प्रभु अमान को पाए क्रूस चढ़िल प्रभु अमान कर पाप पाए तुम क्रूस चढ़िल तुम्हें अमान को आह्वान करुच हे परिश्रांत भारग्रस्त लोक समय मो निकट को आस विश्राम पाए जगत प्रभु नित्य
जगत प्रभु एक संकटमय, जगत प्रभु एक प्रभु अंधकारमय प्रभु, जे प्रकार आम तुम निकट करते तुम निकट को आस तुम्हें प्रभु आमान को निमंते जीवन देव, तुम्हें आमान को निमंते रक्त छुड़े देल, तुम्हें आमान को उद्धार करने निमंते स्वर्ग सुख छाड़िल, आमान को पाप निमंते प्रभु पापर बोझ नहीं प्रभु तुम्हें क्रूस चढ़िल, तुम निकट ए रियल मिनिस्ट्री जो हमरा पर चित्र कर प्रत्येक प्रभु ए गीत माध्यम तुम निकट पड़ते प्रभु ए गीतर भाव को बुझी प्रभु तुमको अनुभव कर प्रभु बापा माँ मध्य दुख आत्मीय मध्य दुख सर किंतु प्रभु तुम्हें आमान को निमंते स्वर्ग छुट ए जगत को आस आमान को उद्धार करने निमंते प्रभु तुम्हें क्रूस पड़ आमानकर पापर प्रायश्चित करने निमंते प्रभु तुम्हें रक्त ढाड़ी देल प्रभु हे पिता हे पिता आमान तुम्हें आह्वान करूँ तुम निकट से परित्राण आनंद दे प्रभु से स्वर्ग सुख देवा निमंते तुम्हें आमान को आह्वान करो प्रभु हे पिता हे पिता आमने परित्राण तो पाते हैं अनेक समय छुट्टी पड़ू अनेक समय प्रभु आमार अन्य कार्य पर लिप्त तुम भूली जाओ पासुरी जाओ तुम गौरव कर पारनु तो प्रशंसा कर पारनु विशेष प्रभु आम समस्त पाप जेते लोक आम समस्त प्रत्येक प्रभु मोर स्वर नथिले मध्य गीतर भाव भाव को प्रभु प्रत्येक बुझिया पाए तुम सहाय सब एवं प्रभु प्रत्येक प्रभु यही अनुभव कर पारे गौरव संभ्रम स्तुति वंदन तुम्हें यहोवा जिह्वा मत आमीन आमेन। बहुत बहुत धन्यवाद सर। आम को सुंदर भाव हृदय स्पर्शी गीत गान कर प्रभुंर गौरव कर प्रभुंर दास प्रभुंर दासंकर उत्साह निमंते प्रभुंर गौरव निमंते आसंता में उच्च करताल दे प्रभु को गौरव कर बहुत बहुत धन्यवाद बच्चा सार को आ से कहते मोर स्वर ना मात्र आम मनुष्य ही स्वर देखी था आ कि प्रकार गला मोटा ना सरू ना प्रकार भावी था मात्र आमर सृष्टिकर्ता परमेश्वर प्रभु जीशु आम भावती ना आम परीक्षा के सुंदर भाव में प्रभुंर गौरव कर परीक्षा को बहुत बहुत धन्यवाद प्रभु बहुल भाव आशीर्वाद करतु सुस्थ सबल शरीर दे यही प्रकार प्रभुंर गौरव कर आग को बढ़ु बहुत धन्यवाद सर। आ समय मध्य आम विज्ञापन कार्यक्रम अच्छी समय हस्ट आज्ञा को अनुरोध करुच्ची से आग को आसतु आ विज्ञापन आम को पढ़े नि रियल मिनिस्ट्री ऑफ इंडिया अनुकूल अनुष्ठित प्रातःकाल उपासना उपस्थित प्रत्येक को परित्राण कर्ता शीघ्र आसुथिबा प्रभु जीशु नाम नमस्कार जनाई समस्त को नमस्कार प्रेज द लॉर्ड। आओ विज्ञापन माने कंटिन्यू सुनी आसुअछु केतले तो परीक्षा आज्ञा कहती केतले तो मु कहे बोधे मत लगुच आसंता काली पर्यंत रहिबो बोधे विज्ञापनटी तापरे किछि दिन पई आउ ता बंद हेबो तापरे आउ थरे 2027 पे आरंभ हेबो तेबे प्रथम विज्ञापन आपण मान को सम्मुखरे मु रखिबी आम हाथ रे मात्र आउरी गोटे दिन बाकी रहिला अर्थात आज दिनटी बाकी रहिछि आउ 34 घंटा मान को हाथ रे अछि तापरे आमे यात्रा आरंभ करिबा विभिन्न स्थान रु यात्रा आरंभ करिबा तेणु कथारे अछि जे फ्लाइट रे जिबार अछि 2 घंटा पूर्व एरोड्रोम रे पहुंचीबार अछि बोली कहंती जे ट्रेन रे जिबार अछि 1 घंटा पूर्व जाइकी स्टेशन रे पहुंचीबार अछि बोली कहा जाए आउ जे बस रे जिबार अछि आधा घंटा पूर्व जाई बस स्टैंड रे छिड़ावा को पड़िबो बोली लोक माने कहंते एया मध युक्तियुक्त ठीक कथा आमे माने मध्य आसंता काली की ठीक से भली बिफोर पहुंचिया पाई चेष्टा करिबा आसंता काली की उपासना रहिछि उपासना सारी शीघ्र खाई शीघ्र आमाने स्टेशन मान को पहुंचिया पाई चेष्टा करिबा। द्वितीय विषय जे आसंता काली की आउ जहां को द्वारा जहां को चेष्टा आयोजन द्वारा आउ बॉम्बे रे पंचम गेट टुगेदर मान कर हेबो आसंता काली की आउ रेवरेंड सोनू दिगल आज्ञा वाक्य परिवेषण करिवे ताहा सहित किछि टिप्स से आमान को प्रदान करिवे जे आमाने कोठी उलेबा
କେମିତି ଯିବା ପୋଷ୍ଟ ତାପରେ କେମିତି ରହିବା ସବୁ ଡିଟେଲ୍ସ ଆସନ୍ତା କାଲି କି ସେ ଆଉ ଜୁମ୍ ମିଟିଂ ସରିଲା ପରେ ଆଉ ଯୋଉ ଆମଙ୍କର ମିଟିଂ ରହିବ ସେଇ ସମୟରେ ସେ କିଛି ଉପସ୍ଥାପନ କରିବେ। ତେଣୁ ମୁଁ ଅନୁରୋଧ କରୁଛି ଆସନ୍ତା କାଲି କି ସମସ୍ତେ ଜଏନ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି। ଆଉ ଯୋଉମାନେ ଆଉ ଯାଉଛନ୍ତି ବିଶେଷ କରିକି ସେମାନେ ଜଏନ କରିବା ପାଇଁ ଚେଷ୍ଟା କରନ୍ତୁ, ଏହା ମୋର ଅନୁରୋଧ। ତୃତୀୟ ବିଜ୍ଞାପନ ଯେ ଆଉ ଯୋଉମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫିସ୍ ଜମା କରିନାହାନ୍ତି ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ଆପଣମାନେ ଆଉ ରେଜିଷ୍ଟ୍ରେସନ ଫିସ୍ ଜମା କରନ୍ତୁ, କାରଣ ଆଉ ସମୟ ପାଖେଇ ଆସିଲାଣି ଆଉ ଆମମାନଙ୍କର ଅନେକ ଖର୍ଚ୍ଚ ରହିଛି, ସେଥି ନିମନ୍ତେ ରେଜିଷ୍ଟ୍ରେସନ ଫିସ୍ ଆପଣମାନେ ଜମା କରନ୍ତୁ। ଏହା ହେଉଛି ଆମମାନଙ୍କର ତୃତୀୟ ବିଜ୍ଞାପନ। ଚତୁର୍ଥ ବିଷୟ ଯେତେବେଳେ ଆମେ ଯାଉଛୁ ଆମେ କୌଣସି ସୁନା ଗହଣା ଧରିବା ନାହିଁ, ମୂଲ୍ୟବାନ ଜିନିଷ ଧରିବା ନାହିଁ, କାରଣ ଭିଡ଼ରେ ଆମେ ରହିବା, ଗହଳି ଭିତରେ ଆମେ ରହିବା, ତେଣୁ ମୂଲ୍ୟବାନ ଜିନିଷ ସୁନା ଗହଣା ଧରନ୍ତୁ ନାହିଁ, ଏହା ମୋର ଅନୁରୋଧ ରହିଛି। ଆଉ ଆମେ 7 ତାରିଖ ଅର୍ଥାତ୍ ଆସନ୍ତା କାଲି କି 7 ତାରିଖ ଭୁବନେଶ୍ୱରରୁ ବସିବେ 3ଟା ବେଳେ, ପଲାସରେ ବସିବେ 7ଟା ବେଳେ, ବିଶାଖାପଟ୍ଟନମରେ ବସିବେ 10:30 ବେଳେ, ଆଉ ଗୋଟେ ଟ୍ରେନ ରହିଛି 11:30 ବେଳେ। ଆମେ ଆଉ ମଙ୍ଗଳବାର ଦିନ ଅର୍ଥାତ୍ 9 ତାରିଖ ଦିନ ଏର୍ଲି ମର୍ଣ୍ଣିଂ ପହଞ୍ଚିବା, ଆଉ 3ଟା ବେଳେ 3:30 4ଟା ଏମିତି ପହଞ୍ଚିବା ଆମେ, ଆଉ ସମସ୍ତେ ସେଇଠାରେ ଗୋଟିଏ ଜାଗାରେ ରହିବା ଆଉ ମିଶିକି ଆମେ ସମସ୍ତେ ଯିବା। 9 ତାରିଖ ପାଇଁ ଆପଣମାନେ ଡ୍ରେସ୍ ଧରନ୍ତୁ, ଆମମାନଙ୍କର ମିଟିଂ ରହିଛି। 10 ତାରିଖ ପାଇଁ ଆପଣମାନେ ଡ୍ରେସ୍ ଧରନ୍ତୁ, ମିଟିଂ ରହିଛି। 11 ତାରିଖ ଦିନ ଆମମାନଙ୍କର ଆଉଟିଂ ପ୍ରୋଗ୍ରାମ ରହିଛି, ଡ୍ରେସ୍ ଧରନ୍ତୁ, ଭଲ ଡ୍ରେସ୍ ଧରନ୍ତୁ। କିନ୍ତୁ 12 ତାରିଖ ଦିନ ଆମମାନଙ୍କର ରିଟର୍ନ ଅଛି 2ଟା ବେଳେ, କିନ୍ତୁ 12 ତାରିଖ ଦିନ ଆପଣମାନଙ୍କୁ ହାଫ ଡେ ମାର୍କେଟିଂ କରିବା ପାଇଁ ଆଉ ସମସ୍ତଙ୍କୁ କମିଟି ଫ୍ରିଡମ ଦଉଛି, ଖୋଲା ଛାଡୁଛି ଯେ ଆମେ ଅଧା ଦିନ ଯୋଉ ହାଫ ଡେ ଆମମାନଙ୍କୁ ମିଳୁଛି ଆମେ ବ୍ୟକ୍ତିଗତ ମାର୍କେଟିଂ କରିପାରିବା। ତେଣୁ ଆଉ ଲାଗେଜ ବେଶୀ ଧରିଲେ ଆଉ ଚଢିବାରେ ଓହ୍ଲେଇବାରେ ବୁଲିବାରେ ଆପଣମାନଙ୍କୁ ଅସୁବିଧା ହେବ। ତେଣୁ ଚତୁର୍ଥ ବିଷୟ ମୁଁ ରଖିଲି ଲାଗେଜ ଆଉ କମ ଧରିବା ପାଇଁ ଚେଷ୍ଟା କରିବା। ଆଉ ପଞ୍ଚମ ବିଷୟ ଯୋଉମାନଙ୍କର RSC ଲାଗିଛି ଆଜି ଟିକେ ଟ୍ରାଏ କରନ୍ତୁ, ଦେଖନ୍ତୁ। ଆଉ ଯୋଉମାନଙ୍କର ଟିକଟ ତତ୍କାଳରେ ଯିବା ପାଇଁ ଚାହୁଁଛନ୍ତି ଜୁମ୍ ସରିଲା ପରେ ମୋ ସହିତ ଯୋଗାଯୋଗ କରନ୍ତୁ, ନାଁଟି ପଠାନ୍ତୁ, ମୁଁ ଚେଷ୍ଟା କରିବି ଜୁମ୍ ସରୁ ସରୁ ଯାଇକି ଲାଇନରେ ଲାଗିବା ପାଇଁ। ଅବଶ୍ୟ ଆଜି ମତେ ଅନ୍ୟ ସ୍ଥାନରେ କାମ ବି ରହିଛି, ହେଲେ ମଧ୍ୟ ମୁଁ ଚେଷ୍ଟା କରିବି ଆଉ ତତ୍କାଳ ଟିକଟ କରିବା ପାଇଁ। ଯୋଉମାନେ ତତ୍କାଳ କରିବା ପାଇଁ ଚାହୁଁଛନ୍ତି ଆଉ ଆପଣମାନେ ଜୁମ୍ ସରିଲା ପରେ ସାଙ୍ଗେ ସାଙ୍ଗେ ମୋର ହ୍ୱାଟ୍ସଆପରେ ଆପଣମାନଙ୍କର ଆଧାର କାର୍ଡ ପଠାନ୍ତୁ, ନା ପଠାନ୍ତୁ, ପଇସା ପଠାନ୍ତୁ, ମୁଁ ଯାଇକି ତତ୍କାଳ ଟିକଟ କରିବା ପାଇଁ ଚେଷ୍ଟା କରିବି। ତାପରେ ଧନ୍ୟବାଦର ବିଷୟ କହିବି, ଗତକାଲି ବହୁତ ବ୍ୟସ୍ତ ଥିଲି, ମୁଁ କିଏ ପ୍ରଚାର କରିବେ କିଏ ୱର୍ସିପ କରିବେ ପରିଚାଳନା କରିବେ ପୁରା ଦ୍ୱନ୍ଦ୍ୱରେ ଥିଲି। ଆଉ ସନ୍ଧ୍ୟା ପ୍ରାର୍ଥନାରେ ଆମେ ସରୁ ସରୁ 10:30 ଏମିତି ହେଇଗଲା। ପରୀକ୍ଷା ଆଜ୍ଞାକୁ କହିଲି ଆଜ୍ଞା କଣ କରିବା, ଆଜ୍ଞା କହିଲି ମୁଁ ୱର୍ସିପ କରିବି। ବହୁତ ଖୁସି ଲାଗିଲା, ବହୁତ ସୁନ୍ଦର ୱର୍ସିପ କଲେ ପରିଚା ସାର୍, ମୁଁ ଫାର୍ଷ୍ଟ ଟାଇମ ଶୁଣିଲି, ବହୁତ ଧନ୍ୟବାଦ ସାର୍। ଆଉ ମୋ ସ୍ତ୍ରୀଙ୍କୁ କହିଲେ ଆପଣ ପରିଚାଳନା କରନ୍ତୁ, ମୋ ସ୍ତ୍ରୀ ବି ପରିଚାଳନା କଲେ। ଆଉ ସେ ପ୍ରାର୍ଥନାରେ ସରୁ ସରୁ ମିଶିକି ଖାଉଥିଲୁ। ଆଉ ଆମମାନଙ୍କର ଦିଲ୍ଲୀପ ଭାଇ ଥିଲେ, ଦିଲ୍ଲୀପ ଲିମା ଆଜ୍ଞା, ତାଙ୍କୁ କହିଲି, ସେ ସାଙ୍ଗେ ସାଙ୍ଗେ ୟେସ୍ କଲେ। ପ୍ରଭୁଙ୍କ ଦାସ ଦାସୀଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜିର ବିଜ୍ଞାପନ ଏତିକି ମାତ୍ର। ବାକ୍ୟ ସରିଲା ପରେ ଏ ସମସ୍ତ ବିଷୟ ନେଇକି ପ୍ରାର୍ଥନାରେ ସ୍ମରଣ କରିବେ ବୋଲି ମୁଁ ଅନୁରୋଧ କରୁଛି। ଧନ୍ୟବାଦ। ଯଦି ମୁଁ କଣ ଛାଡି ଦେଇଛି ଆମମାନଙ୍କର ସଭାପତି ସାର୍ ଅଛନ୍ତି, ସେ ଏଡ୍ କରିପାରିବେ କଣ ଯଦି ଛାଡି ଦେଇଛି। ନାଇଁ ଓକେ ଅଛି। ଆଉ ଏତିକି କହିବି, ଯଦି ଯୋଉମାନେ ଆଉ ଏ ପଞ୍ଚମ ଗେଟ୍ ଟୁଗେଦର ପାଇଁ କିଛି ଯଦି ଆର୍ଥିକ ସାହାଯ୍ୟ ଦେବା ପାଇଁ ଚାହୁଁଛନ୍ତି, ଆମେ ଆକାଉଣ୍ଟ ନମ୍ବର ସେଠି ଛାଡ଼ିଛୁ। ଆଉ ଆମମାନଙ୍କର ସେଠି ଅଛି ଆକାଉଣ୍ଟ ନମ୍ବର ଅଛି, ଫୋନ ପେ ନମ୍ବର ଅଛି। ଆଉ ଆପଣମାନେ ହସ୍ତ ବଢେଇ ପାରିବେ। ଏଇଟା ହଉଛି ଶେଷ ନିବେଦନ। ଏତିକି ମାତ୍ର। ସମସ୍ତଙ୍କୁ ନମସ୍କାର। ଧନ୍ୟବାଦ ଆଜ୍ଞା। ଏନାଉନ୍ସମେଣ୍ଟ ବିଜ୍ଞାପନ କରି ପ୍ରଭୁ ଦୁଇ ଦାସଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ସମୟରେ ଆମମାନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ଅଛି ବାକ୍ୟ ଶୁଣିବାର। ଆମେ ବି ଯେତେ ବିଜ୍ଞାପନ ଶୁଣିଲୁ, ବାକ୍ୟ ପରେ ସବୁ ବିଷୟ ନେଇ ଆମେ ପ୍ରାର୍ଥନା କରିବା, କାରଣ ସମୟ ଆଗକୁ ବଢି ଯାଉଛି। ଏବେ ବାକ୍ୟ ଶୁଣିବାର ସମୟ।
ଆଉ ଆସନ୍ତୁ ଆମେ ସମସ୍ତେ ପ୍ରସ୍ତୁତ ସହିତ ବସିବା, ଜାଗ୍ରତ ସହିତ ବସିବା। ଆମେ ପ୍ରଭୁଙ୍କର ସେଇ ଜୀବନ୍ତ ବାକ୍ୟ ଶୁଣିବାକୁ ଯିବା, ଯୋଉ ବାକ୍ୟରେ କି ଜୀବନ ଅଛି, ଆମମାନଙ୍କର ପରିତ୍ରାଣ ଅଛି। ସେ ବାକ୍ୟ ଏବେ ଆମେ ଶୁଣିବା ପାଇଁ ଯିବା। ଆସନ୍ତୁ, ଆମମାନଙ୍କ ମଧ୍ୟରେ ପ୍ରିୟ ପ୍ରଭୁଙ୍କର ଦାସ ଆଉ ଦିଲ୍ଲୀପ ଲିମା ଆଜ୍ଞା ଅଛନ୍ତି। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଭାଇଙ୍କୁ ଆହ୍ୱାନ କରୁଅଛି, ସେ ଆଗକୁ ଆସନ୍ତୁ ଆଉ ଆମମାନଙ୍କୁ ବାକ୍ୟ ଦ୍ୱାରା ସେ ପଢେଇ ନିଅନ୍ତୁ। ଯେତେବେଳେ ପ୍ରଭୁଙ୍କ ଦାସ ଆଗକୁ ଆସିବେ, ଆମେ ପ୍ରତ୍ୟେକେ କରତାଳ ସହିତ ପ୍ରଭୁଙ୍କ ଦାସଙ୍କୁ ଆମେ ଆହ୍ୱାନ କରୁ। ପ୍ରେସ୍ ତଳ ସାର୍, ପ୍ରେସ୍ ତଳ, ନମସ୍କାର। Praise the Lord. सर्वप्रथमे स्वर्ग और पृथ्वी सृष्टिकर्ता पिता पुत्र पवित्र आत्मा परमेश्वर धन्यवाद हो। नेक्स्ट होस्ट महाशय आज्ञा को तांको परिवारों को आज बहुत सुंदर भाव आज वर्शिप करिसेंते। आज्ञा को छोट बड़ समस्त को यथाशीघ्र आसुथिबा प्रभु यीशु ख्रीष्टंकर मधुर नाम रे आपण समस्त को मोर आंतरिक सहित मु नमस्कार ज्ञात करुअछि। प्रभु को नाम गौरव हो, तांकर आराधना तांको स्तुति तांको प्रशंसा करिबा पाई प्रभु आम मान को मनोनीत करी अछंते। कारण परमेश्वर को कोटि कोटि धन्यवाद दउछि। आजिकाली जेमिति होछि, जो माने प्रार्थना रे रहिबे से माने सुरक्षित हे रहिबे। सबु आडे हम रायगड़ा रे ही प्राय केते मर्डर होछि, कोटि कोटि कोन कोन होछि, आउ किछि सुरक्षा नाही लोक मानक। कोटि हणा कोटा होछि, सबु माने तो दुनिया को देखले भल लागुछि। ताई प्रभु ही हमर सुरक्षित, प्रभु ही हमर आशा। ताई जो माने प्रार्थना रे रहिबे, बाइबल रे अध्ययन करी प्रभु को भय जीवन काटी जो माने रहिबे, से मान को परिवारों को प्रभु सुरक्षा देबे। एनपे हमें जेते सेते परमेश्वर को समय चरण तळे बसिबा पई हमें समय काढिबार अछि। आज मोर बहुत खुशी लागला, प्रथम थर मु प्रमोद परीक्षा आज्ञा को मुखरो आज गीतटी सुनिचे। बहुत सुंदर गीत गाउथले, मु केबे सुनी नथिले आज्ञा एमती गांथी। हमें बहुत सुंदर गीत थिला, सत कहूची बहुत भल लागिला मते। बहुत सुंदर गीत थिला। प्रभु अनुग्रह आशीर्वाद करंतु। आउ जो मान को देखे प्राय देखो गोटे जूम रे मु मेसेज दो मोर भी थिला प्रचार करिवार। बड़ो भलो सिंगर से ता ना कहबिनी, परिचय लोक छे। तार आराधना अछि बोली प्राय बहुत जन जूम रे जॉइन करले। वीडियो भी सब ऑन हेतिला। तापस को मोर प्रचार हला समय रे बहुत जन लेफ्ट हे गेले, आउ वीडियो भी ऑफ कर देले। मु भाउथिली कि मो सुंदर बोली कर ऑफ कर देले ना मोर सरबल नाही बोली कर बंद कर देले। मु भाउथिली हमें प्रभु हृदय देखते, आमर सर प्रभु देखती ना। इस्राएल लोक मान को प्रभु कहते तुम बहुत सुंदर भाव रे गीत गाउच, आराधना करूच, किंतु आमर वाक्य तुम निकट रे नाही बोली कहउछ। आमेन। गोटे भाई को भी देखे ए भलो आत्मिक से व्यक्ति गिटार धरि एमती बजाउथिला समय रे भूत प्रेत माने चित्कार करी बाहर को बाहर। मोर कथा सुबा जाउची आज्ञा। मो बाहर रे रही कर को मो बाहर रे अछि, घरे बाहर रे बारंडा रे रही कर मो मेसेज दोची। घरे एते भलो आरे नेट तो कटि जाए। आमेन। इन पाई प्रभु हमर हृदय देखंती, आमे हृदय सहित जो माने परमेश्वर को आराधना करंती प्रभु सेठी उपस्थिति रहंती। आमेन। आसंत आमे सीधा वाक्य आडे जीवा। माथ्यू सुसमाचार 21 रो 13 पॉइंट के साहाय्य करंती।
21-13 ଭାଇ। ଆଉ ସେ ସେମାନଙ୍କୁ କହିଲେ, ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନା ଗୃହ ବୋଲି ଖ୍ୟାତ ହବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କର ଗହ୍ୱର କରିଅଛ। छोटे प्रार्थना करें। धन्यवाद स्वर्ग और पृथ्वीर प्रभु, तुम पवित्र महत नाम को धन्यवाद दौच अपा प्रभु। मध्यस्थ प्रार्थना द्वारा गीत द्वारा तुम्हें गौरव पाइल, तुम स्वर्गीय बाणी आम को दियो बोली प्रार्थना करछि प्रभु। शुणी उत्तम फल फलिबा पाई मध्य तुम्हें साहाय्य कर बोली प्रार्थना करे। शिक्षितर कर्ण दियो, शिक्षितर मुख दियो बोली प्रार्थना करछि। तुम्हारे प्रिय पुत्र जीसु का नाम प्रार्थना मांगिले मु। आमेन आमेन आमेन। प्रभु विजय यात्रा करूचंते, केतळे गध उपरे प्रभु बसी यात्रा करथिले जेरूसलाम आड़कू, सेतळे प्रभु ए मंडप रे पहुंचिले, सेतळे माने समस्ते व्यवसाय करूथिले। सेतळे प्रभु कहउचंती एटा मोर प्रार्थना गृह बोली परिचित हबो, तमे सेटा दृश्य मानकर गृह करूछ। आजिर प्रसंग रही प्रार्थना गृह बोली परिचित हबो। से घर को से माने कौन करूचंती, व्यवसाय करूचंती, दृश्य मानकर घर टाइप रो से माने करूचंती। प्रभु से मान को से परि कहउचंती, अर्थात सेटा गोटे डकायत चोर मानकर आड्डा बोली आमर लोकल भाषा सेटा स्पष्ट भाव बुझा पड़े कि चोर माने गुंडा माने आउ डकायत माने करूथिबा आड्डा को दृश्य मानकर गृह बोली कुआ जाय। एटा मोर प्रार्थना गृह को, मोर प्रार्थना घर को तुम माने एमिति करिवछ कि बोली प्रभु से मान को विरक्त होई करी समस्त को तोड़ी देले बोली हम जानिचु, देखुछु हम सेठी। एडी आत्मिक विषय हम चिंता कला समय रे प्रभु आमर हृदय रे वास करते। आमे केतोळे प्रभु को विश्वास करलु, आमे प्रभु को केतोळे जानिलु, तांको रक्त द्वारा आमे किणा गलु, सेतोळे आमर घर होची पवित्र आत्मा को मंदिर बोली करंतिय रे फेर तो पौलुस लिखुचंती। केतोळे हम प्रभु को विश्वास करला परे आमर घर आमर हृदय पवित्र आत्मा को मंदिर अटे। ये मंदिर को प्रभु कहते, ये मंदिर को जे नष्ट करिवो ताकू प्रभु नष्ट करिवे बोली कहउछ। मैन केतोळे हम प्रभु को जानिलु, सेतोळे आमर घर गोटे सफा घर हेबार अछि। के जण घर को देखंतु, सामान अल्प थाउ कि बेसी थाउ, तार घर सफा हेथिबार अछि। आमेन। किचन रूम सफा थिबार अछि, बेडरूम बाथरूम सब रूम भी सफा थिबार अछि। आमे केतोळे प्रभु को जानिला परे आमर घर भी सफा हे करिथिबार अछि। केते जण घर को मु देखे फ्रिज रे बियर बोतल जाक रखंती, क्रिश्चियन परिवार लोक फ्रिज भीतर मद बोतल बियर जाक रखु थाउछंती, ठंडा हेले पीले तंटी को भल लागे बोली कहू। सेमिति लोक माने मध्य मु देखिछि, घरे बाथरूम रे देखियो के जण को घरे पुड़िया रखु थाउछंती, खैनी रखि थाउछंती, सिगरेट मध्य थाउछि क्रिश्चियन लोक परिवार। ए घर को आमे प्रभु को घर न करी आमे शैतान रो घर करूछु। एटा दुखर कथा। इन पाई प्रभु कोन कहउछंती, एटा प्रार्थना गृह हबो बोली ख्यात हबो बोली तुमे कोन जानि न करू। आमर घर को आमे केतोळे सफा करिबा, केतोळे प्रभु आमर गृह मध्य रे वास करिबे। आमेन। आमर घर केमिति अछि चिंता करंतु। आमर घर प्रथमे सफा करिला परे जाहि करी केले गेस्ट हम काको डाकुछु। हम सेई परि स्वर्ग पृथ्वीर प्रभु से राजा आम गृह रे वास करिबा पई चाहुचंती। आमर हृदय रे, आमर हृदय को आमे केतोळे सफा करिबा ताहले प्रभु आमर हृदय रे वास करे। आमेन। एपिसो मंडली रे आमे पढु, तुमे आपना स्वामी को कोन कर, भक्ति कर,
ଏ ସ୍ୱାମୀ ମାନେ ଆପଣା ସ୍ତ୍ରୀକୁ ତୁମେ ପ୍ରେମ କର ବୋଲି ହଁ କି ନାହିଁ? ଆଜିକାଲି ମୁଁ ଦେଖୁଛି ସ୍ତ୍ରୀକୁ ପ୍ରେମ କର ବୋଲି ଅନ୍ୟ ସ୍ତ୍ରୀକୁ ପ୍ରେମ କରି ପକଉଛନ୍ତି। ନିଜର ସ୍ତ୍ରୀକୁ ପ୍ରେମ କରୁନାହାନ୍ତି, ଅନ୍ୟ ସ୍ତ୍ରୀକୁ ପ୍ରେମ କରୁଛନ୍ତି। ଗୋଟେ ଜାଗାରେ ମଧ୍ୟ ଶୁଣୁଥିଲି ମୁଁ, ତାଙ୍କ ଘରେ ଖାଇବା ପାଇଁ ପିଇବା ପାଇଁ ଠିକ ସେ ନାହିଁ, ତାଙ୍କର ପରିବାର ଟିକେ ଅସୁବିଧାରେ ଚଳୁଛି, ଅନ୍ୟ ଲୋକ ଘରକୁ ସେ ଆଣିକରି ରାସନ ସବୁ ବିଲ୍ ସବୁ ବାନ୍ଧୁଛି। ସେ ଭଉଣୀ ଆଉ କହୁଛି ଭାଇନା ତମେ ନଥିଲେ ଆମେ ମରି ଯାଇଥାନ୍ତୁ, ପୁଣି ତମେ ଥିବା ହେତୁ ଆମ ଘର ଚଳୁଛି ବୋଲି। ଆକୁ ଘରେ ଚଳିବା ପାଇଁ ଆଙ୍କ ଘରେ ଅଶାନ୍ତି ଚାଲୁଛି, ତାଙ୍କ ଘର ନିଜକୁ ନ ସଜାଡି କରି ସେ ଅନ୍ୟ ଘର ପ୍ରତି ତାର ଦୃଷ୍ଟି ରଖି ସେ ଘରକୁ ଚଲାଉଛି। ସେ ସ୍ତ୍ରୀ ଆଉ ତାକୁ ଭାଇନା ବୋଲି ଡାକୁଛି, ଇଏ ବି ଖୁସି ହେଇକରି ପଳେଇ ଯାଉ, ଦିନ ସାରା ସେଠି ସେ ରହୁଛି। ଏଥିପାଇଁ ମୁଁ କହୁଛି ଆପଣା ସ୍ତ୍ରୀକୁ ପ୍ରେମ ନ କରି ଅନ୍ୟ ସ୍ତ୍ରୀକୁ ବେଶୀ ପ୍ରେମ କରୁଛନ୍ତି। ମୁଁ ଜାଣିପାରୁନି ତାଙ୍କର ବାଇବଲରେ ଏମିତି ଲେଖା ହେଇଛି ନା ଆଉ କଣ ବୁଝୁଛନ୍ତି ମୁଁ ଜାଣିପାରୁନି। ହେଲେ ଘର କେମିତି ଆମର ଅଛି ଚିନ୍ତା କରନ୍ତୁ। ଆମର ଘର ପ୍ରାର୍ଥନା ଗୃହ ବୋଲି ପରିଚିତ ହବ ବୋଲି ପ୍ରଭୁ କହିଲେ। ଫେର ତ ପୌଲୁସକୁ ଲେଖୁଛନ୍ତି, କହୁଛନ୍ତି ମୋର ଶରୀରରେ ପରମେଶ୍ୱରଙ୍କର ଗୌରବ ହବ ବୋଲି କହୁଛନ୍ତି। ମୋର ଶରୀରରେ ପରମେଶ୍ୱରଙ୍କର ମହିମା ପାଇବ ବୋଲି ତାଙ୍କର ଚିନ୍ତା ତାଙ୍କର ଅଛି। ଆମ ଶରୀର ହଉଛି ପବିତ୍ର ଆତ୍ମାଙ୍କର ମନ୍ଦିର, ଆମ ଶରୀରରେ ପ୍ରଭୁ ଗୌରବ ପାଇବାର ଅଛି। କେତେ ଜଣ ଦେଖୁଥିବେ, କେତେଟା ଭାଇ ମାନଙ୍କୁ ଦେଖୁଥିବେ ଅଣ ଖ୍ରୀଷ୍ଟିଆନ ମାନଙ୍କୁ ମନ୍ଦିର ଦେଖୁ ଦେଖୁ ଏମିତି ନମସ୍କାର କରୁଥିବେ। ବସ ରେ ଗଲା ସମୟରେ, କମାଣ୍ଡର ବସ ରେ ଗଲା ସମୟରେ ବହୁତ ଜଣଙ୍କୁ ଦେଖିଛି ଏମିତି ନମସ୍କାର କରୁଥିବେ। ଓ ସବୁ ମନ୍ଦିରକୁ ନମସ୍କାର, ହଁ କି ନାହିଁ? କିନ୍ତୁ ଆମେ ମାନେ ଚାଲତା ଫିରତା ମନ୍ଦିରରେ ଆମେ ଗମନାଗମନ କରୁଥିବା ମନ୍ଦିର ହଉଛୁ ଆମେ ମାନେ। ଆମେ ଦିଶା ପୁସ୍ତକ ଗୋଟେ ପଢିବା, ଆମେ 56:7 ଟିକେ ପଢି ସାହାଯ୍ୟ କରନ୍ତୁ। 56:7 ସେ ସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନା ଗୃହରେ ସେମାନଙ୍କୁ ଆନନ୍ଦିତ କରିବା। ସେମାନଙ୍କର ହୋମ ବଳି ଓ ପ୍ରାୟଶ୍ଚିତ ବଳି ସବୁ ଆମ୍ଭ ଯଜ୍ଞବେଦୀ ଉପରେ ଗ୍ରାହ୍ୟ ହେବ, କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନା ଗୃହ ବୋଲି ବିଖ୍ୟାତ ହେବ। ସବୁ ଲୋକମାନଙ୍କୁ ଆମେ ଡାକିବା ଆମ୍ଭ ଗୃହରେ, ଆମ୍ଭର ଗୃହ ପ୍ରାର୍ଥନା ଗୃହ ବୋଲି ପରିଚିତ। ଆମେ ବହୁତ ଜଣଙ୍କୁ ଦେଖିଛି, ଘର ମାନଙ୍କୁ ମୁଁ ଦେଖେ ରାତି 3ଟାରୁ ଉଠିକରି ଫ୍ୟାମିଲି ପ୍ରେୟର, ଗୋଟେ ତେଲୁଗୁ ଘରକୁ ଯାଇକି ରାତି 3ଟା ବେଳକୁ ତାଙ୍କର ଫ୍ୟାମିଲି ପ୍ରେୟର ହୁଏ। ତାଙ୍କର 22 ବର୍ଷର ପୁଅ 19 ବର୍ଷର ଝିଅ ମଧ୍ୟ ଆଣ୍ଠୁ ପକେଇ ସ୍ୱାମୀ ସ୍ତ୍ରୀ ବସିକି ରାତି 3ଟାରୁ 5ଟା ପର୍ଯ୍ୟନ୍ତ ତାଙ୍କର ଫ୍ୟାମିଲି ପ୍ରେୟର ସେଟା। ସେତେବେଳେ ତାଙ୍କର ଝିଅ ଢୁଙ୍କୁଥିଲା ସମୟରେ ତାର ବାପା ତାଙ୍କୁ ଗାଲରେ ଏମିତି ମାରିଦେଲା। କଣ ବାପା ମାରିଦଉଛ? ଏବେ ପ୍ରାର୍ଥନା ଏବେ ଚାଲିବ ପୁରା ଆମର, ଏବେ କଣ ଶୋଉଛୁ? ନାଇଁ ବାପା ସକାଳେ ମୋର ପରୀକ୍ଷା ଅଛି, ମୁଁ ପରୀକ୍ଷା ଦେବା ପାଇଁ ଏକ୍ସାମ ଦେବା ପାଇଁ ଯାଉଛି, +2 ଏବେ ପାସ୍ ହେଲା, ମୁଁ ପରୀକ୍ଷା ଦେବ। ନାଇଁ ଆଗ ପ୍ରାର୍ଥନା ଗୃହ ଏଇଟା ଆଗ ସକାଳେ ଆମେ ପରମେଶ୍ୱରଙ୍କର ହୋମ ବଳି, ଆମେ ପ୍ରଶଂସା ଧନ୍ୟବାଦୀ ବଳି ଉତ୍ସର୍ଗ କଲା ପରେ ତାଙ୍କୁ ଆମେ ଆଗ ଖାଦ୍ୟ ଦେଲା ପରେ ଭୋଗ ଦେଲା ପରେ ଆମେ ମାନେ ଆମର କାମ କରିବା। ଏ କାରଣରୁ ତାଙ୍କର ପିଲାମାନେ ବିନା ଟ୍ୟୁସନରେ ସେମାନେ ଟପ୍ ଆଣିଛନ୍ତି। ଆନ୍ଧ୍ରା ଗଭର୍ଣ୍ଣମେଣ୍ଟ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇଛି। ମୋର କହିବାର ଅଛି ଅର୍ଥ, ଆମର ଘରକୁ ଯଦି ପ୍ରାର୍ଥନାର ଗୃହ କରିବା, ଆମର ଗୃହକୁ ଆମେ ପବିତ୍ର ଘର କେତେବେଳେ କରିବା, ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଅନୁସାରେ ଆମର ଘର, ଆମର ଶରୀରକୁ ପରମେଶ୍ୱରଙ୍କର ପରିଚୟ ଘର ଯଦି କରିବା, ତାହେଲେ ଆମର ଘରର ଦାୟିତ୍ୱ ପ୍ରଭୁ ନେବେ। ଏଥିପାଇଁ ପ୍ରଭୁ କୁହନ୍ତି ମଣ୍ଡଳୀ ହଉଛି ପରମେଶ୍ୱରଙ୍କର ଶରୀର ଅଟେ, ମସ୍ତକ ଖ୍ରୀଷ୍ଟ ଅଟନ୍ତି। ଆମେ ତାଙ୍କର ଶରୀର ଅଟୁ।
ଆମେ ତାଙ୍କ ଶରୀରକୁ କେମିତି ରଖିଛୁ ଟିକେ ମନେ ପକାଉ। ଆମର ଶରୀରକୁ ଆମେ ପବିତ୍ରତା କରି ରଖିବା ଅଛି। ମୁଁ ସେଇଟା କହିଦଉନି ଯେ ସାବୁନରେ ଘଷି ଘଷି ଗାଧେଇବା ପାଇଁ ମୁଁ ସେଇଟା କହୁନାହିଁ, ସଫା କରିବା ପାଇଁ ବୋଲି ମୁଁ ସେଇଟା କହୁନି। ମୁଁ କହୁଛି ଆମର ହୃଦୟ, ଆମର ମନକୁ ଆମେ ସଫା କରିବାର ଅଛି। ହିଂସା, ରାଗ, କପଟ ସବୁକୁ ପରିତ୍ୟାଗ କରି ଆମେ ଖ୍ରୀଷ୍ଟଙ୍କର ଯେପରି ମନ ଥିଲା ସେପରି ଆମେ ମନ କରି, ତାହେଲେ ପ୍ରଭୁ ଆମର ଗୃହ ମଧ୍ୟରେ ବାସ କରିବେ। ପଢିବା ଗୋଟେ ଥର 1 Corinthians 3:17 ଟିକେ ପଢି ସାହାଯ୍ୟ କରନ୍ତୁ। 1 Corinthians 3:17। ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାହାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମେମାନେ। ଆମେନ୍। କୋଉ ମନ୍ଦିର? ପ୍ରଭୁ କଣ କାନ୍ଥ ଘରେ ପ୍ରଭୁ ରହିବେ କି? ସଲୋମନ ମଧ୍ୟ ଘର ନିର୍ମାଣ କଲେ। ସଲୋମନଙ୍କ ବିଷୟରେ ଆମେ ଚିନ୍ତା କଲା ସମୟରେ ସବୁ ବର୍ଷ 25 ଟନ ସୁନା ଯାଉଥିଲା। ବର୍ଷକୁ ଗୋଟେ ଥର 25 ଟନ ସୁନା। ଆମେନ୍। 600 ତଳାନ୍ତ ସୁନା। କେତେବେଳେ ମୁଁ ଦେଖିଲା ନେଟରେ ଦେଖିଲି ଯେ 25 ଟନ ସୁନା ବର୍ଷକୁ ତାଙ୍କ ଘରକୁ ଯାଉଥିଲା। ସବୁ ପ୍ଲେଟ ଟୁ ଆରମ୍ଭ କରି ସବୁ ସୁନାର ଗ୍ରହ ଥିଲା। ସୁନାର ସବୁ କିଛି ନିର୍ମାଣ କରୁଥିଲେ। ଶିବା ଦେଶର ରାଣୀ ଆସି କହୁଛି ଏତେ ସୁନ୍ଦର ଭାବରେ ତୁମେ ବନେଇଛ, ଏତେ ପ୍ରଭୁ ତା କହୁଛନ୍ତି ଏତେ ସେ ଦେଇଛି ଯେ ଆଜି ପର୍ଯ୍ୟନ୍ତ ଇସ୍ରାଏଲକୁ ଏତେ ଧନ ସମ୍ପତ୍ତି କିଏ ଦେଇନାହାନ୍ତି। ପ୍ରଭୁ ଏତେ ଭଲ ଭାବରେ ତାଙ୍କ ଦ୍ଵାରା, ତାଙ୍କର ବୁଦ୍ଧି ଓ ଜ୍ଞାନ ଦ୍ଵାରା ସଲୋମନ ନିର୍ମାଣ କଲେ। କିନ୍ତୁ ପ୍ରଭୁ ଗୋଟେ ବିଷୟ କହିଲେ, ଆମ୍ଭର ବାକ୍ୟ ତୁମେ ପାଳନ କରିବ, ତାହେଲେ ଆମେ ମନ୍ଦିରରେ ବାସ କରିବୁ। ଏ ସୁନ୍ଦରଟା ପ୍ରଭୁ ଦେଖନ୍ତି ନାହିଁ। ପ୍ରଭୁ କେତେବେଳେ ପଳେଇଲେ, ତାରଙ୍କ ପୁଅ ସମୟରେ ବାବୁଲେନକୁ ସବୁ ସୁନା ସବୁ ନେଇକରି ପଳେଇଗଲେ। ନା ବୁଝିପାରୁଛନ୍ତି? ଆମେ କେତେ ସୁନ୍ଦର ଗୀତ ଗାଉ କି କେତେ ସୁନ୍ଦର ଆମେ ପ୍ରଚାର କରୁ କି ଆମେ ଦେଖିବା ପାଇଁ ମଧ୍ୟ ସୁନ୍ଦର ଥାଉ, ହାଇଟ ଥାଉ, ଗୋରା ଥାଉ, ଯାହା କିଛି ଥାଉ, ଆମର ହୃଦୟ ଯଦି ପବିତ୍ର ଆତ୍ମାରେ ପବିତ୍ରତା ନାହିଁ, ତାହେଲେ ପ୍ରଭୁ ଆମେ କେତେ ଭଲ ଗାଉ, କେତେ କଣ ହଉ, କିନ୍ତୁ ପ୍ରଭୁ ଆମର ହୃଦୟରେ ବାସ କରେ। ପ୍ରଭୁ କୁହନ୍ତି, ପ୍ରେରିତ ପୌଲୁସ ଲେଖୁଛନ୍ତି, ତୁମେ ମାନେ ପବିତ୍ର ଆତ୍ମାଙ୍କ ମନ୍ଦିର ଅଟ। ଏଥିପାଇଁ ଏ ମନ୍ଦିରକୁ ତୁମେ ପବିତ୍ର କର। ଏ ମନ୍ଦିରକୁ ଏଟା ମୋର ପ୍ରାର୍ଥନାର ଗୃହ ବୋଲି ପରିଚିତ ହବ ବୋଲି। ଯୋଉମାନେ କେତେ ଜଣ ଖ୍ରୀଷ୍ଟିଆନ କୁହନ୍ତି ସିଗାରେଟ ପିଗରେଟ ପିଇ କରି ନିଜର ଶରୀରକୁ ସେମାନେ ନଷ୍ଟ କରୁଛନ୍ତି। ଜଣେ ଭାଇକୁ କହିଲି କାହିଁକି ଏମିତି ସେମିତି ହଉଛ, ଏସବୁ ଠିକ ନାହିଁ କଲା। ସେ କହୁଛି ତାର ପ୍ରଭୁ କହିଛନ୍ତି ଯାହା କିଛି କରୁଛ କର, ସେନା ମତେ ଭୁଲ ମତେ ପାଶର ନାହିଁ ବୋଲି କହିଲେ ବୋଲି ସେମିତି କହିଲେ। ଯାହା କରୁଛ କର, ମତେ ପାଶର ନାହିଁ, ମତେ ଭୁଲି ନ ଯାଉ ବୋଲି କହୁଛି ସେ। କଣ କହିବା? ଯାହା କରୁଛୁ କରୁ ଆମେ, କିନ୍ତୁ ପ୍ରଭୁଙ୍କୁ ଆମେ କେବେ ଭୁଲିବା ନାହିଁ ବୋଲି ସେ ପ୍ରଭୁ କୁହନ୍ତି। ଆମେନ୍। ପ୍ରଭୁଙ୍କୁ ଆମେ ସମସ୍ତେ ଜାଣୁ। ମୋଦି ମଧ୍ୟ ବି ଖ୍ରୀଷ୍ଟମାସ ସମୟରେ ସେ ବାକ୍ୟ ଟିକେ କହେ, କିନ୍ତୁ ଯେଉଁମାନେ ପ୍ରଭୁଙ୍କୁ ହୃଦୟରେ ରଖିଛନ୍ତି, ସେତେବେଳେ ଆମେ ପବିତ୍ର ଜୀବନ କାଟିବାର ଅଛି। ସେତେବେଳେ ଆମେ ପ୍ରାର୍ଥନା ଗୃହ ବୋଲି ପରିଚିତ ହେବାର ଅଛି। 1 Corinthians ସେଇ 6:20 ଟିକେ ପଢି ସାହାଯ୍ୟ କରନ୍ତୁ। 1 Corinthians 6:20। ପୁନଶ୍ଚ ଜ୍ଞାନୀମାନଙ୍କୁ 1 Corinthians 6:20 ପଢନ୍ତୁ। କାରଣ ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏଣୁ ତୁମମାନଙ୍କ ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କର। ଆମେନ୍। ତୁମେ ମାନେ କଣ? ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏ କାରଣ ତୁମର ଶରୀରରେ ପରମେଶ୍ୱରଙ୍କର ମହିମା ପ୍ରକାଶ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ରକ୍ତ ଦ୍ୱାରା ଆମେ କିଣା ଯାଇଅଛୁ। ହାଲେଲୁୟା। ସେ ତାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ଆମର ପାପ ପାଇଁ ସେ କଣ୍ଟାର ମୁକୁଟ ପିନ୍ଧିଲେ, ଆମର ପାଇଁ ସେ କ୍ରୁଶରେ ଚଢିଲେ। ତାଙ୍କର ସବୁ ରକ୍ତ ଭୂମିରେ ପଡିଲା ପରେ ଆମର ପାପ
କ୍ଷମା ହଉଛି ତାଙ୍କର ସବୁ ରକ୍ତରେ ଆମର ପାପ କ୍ଷମା ହେଲା ପରେ ଆମକୁ କିଣିଛନ୍ତି। ତୁମେ ବିଶେଷ ମୂଲ୍ୟରେ କିଣା। ଆମେ ଗୀତ ସଂହିତା 93 ପଢି ସାହାଯ୍ୟ କରନ୍ତୁ। 93 93:5 ଆମର ପବିତ୍ରତାରେ ସ୍ୱଭାବ ଲେଖା ହେଇଛି। ତୁମର ପ୍ରମାଣ ବାକ୍ୟ ଅତି ନିଶ୍ଚିନ୍ତ, ହେ ସଦା ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା। ଆମେ ପବିତ୍ରତା ସଦା ତୁମର ଗୃହର ଶୋଭା ଅଟେ। ହାଲେଲୁୟା। ପବିତ୍ର ବିନୁ କେ ପରମେଶ୍ୱରଙ୍କୁ ଦର୍ଶନ ମଧ୍ୟ କରିପାରିବ ନାହିଁ ବୋଲି ପୁସ୍ତକ ଲେଖା ଅଛି। ଆମେ ଚିନ୍ତା କରନ୍ତୁ, କେତେବେଳେ ଆମେ ପ୍ରଭୁଙ୍କୁ ଜାଣିଲୁ, ପ୍ରଭୁଙ୍କୁ ଜାଣିଲା ପରେ ସେ ବ୍ୟକ୍ତି ଗୋଟେ ପ୍ରାର୍ଥନାକାରୀ ହେବାର ଅଛି। କେତେବେଳେ ସେ ପ୍ରଭୁଙ୍କୁ ଜାଣୁଛି, କେତେବେଳେ ସେ ପ୍ରଭୁଙ୍କୁ ଜାଣିଲା ନିଜ ଶରୀରକୁ ସେ ପବିତ୍ର ଜୀବନ କାଟିବାର ଅଛି। ଆମେନ୍। ଆଉ ତାର ଗୃହ, ତାର ପ୍ରାର୍ଥନା ଗୃହ ବୋଲି ପରିଚିତ ହେବାର ଅଛି। ଏ ବ୍ୟକ୍ତି ମାନଙ୍କୁ ଦେଖିଲେ ଲୋକମାନେ ସମସ୍ତେ କହିବାର ଅଛି ସେ ଗୋଟେ ପ୍ରାର୍ଥନା ବାପା, ପ୍ରାର୍ଥନା ମା ବୋଲି କହିବାର ଅଛି। ଆମେନ୍। ସତ କହୁଛି, ଲୋକମାନେ ଫୋନ ମଧ୍ୟ କରିବାର ଅଛି, ଆଜ୍ଞା ମୋ ପାଇଁ ଫୋନରେ ପ୍ରାର୍ଥନା କରିଦିଅ ବୋଲି। କେବଳ ଆମର ଜୁମରେ କେବଳ ପ୍ରାର୍ଥନା ନାହିଁ, ଫୋନରେ ଲୋକମାନେ କହିବାର ଅଛି ଆଜ୍ଞା ମୋ ଦେହ ଅସୁସ୍ଥ ଅଛି, ମୋ ପାଇଁ ପ୍ରାର୍ଥନା କର। ଆମେ କେତେବେଳେ ପ୍ରଭୁଙ୍କୁ ଜାଣିଲୁ, ଆମେ ପ୍ରାର୍ଥନା ଯୋଦ୍ଧା ହେବାର ଅଛି। ଆମେ ପ୍ରଭୁଙ୍କୁ ଜାଣିଲା ପରେ ଆମର ଖାଦ୍ୟ ଦିବାରାତ୍ରି ପରମେଶ୍ୱରଙ୍କର ବାଇବଲ ପ୍ରତି ଆମର ଧ୍ୟାନ ହେବାର ଅଛି। ତାହେଲେ ଆମର ଶରୀର ପରମେଶ୍ୱରଙ୍କର ଗୃହ ବୋଲି ପରିଚିତ ହବ। ତୁମେ ବିଶେଷ ମୂଲ୍ୟରେ କିଣା ଯାଇଅଛ। ତମ ଶରୀର ପରମେଶ୍ୱର ଗୌରବ ପାଇବା ନିମନ୍ତେ ତମେ ବିଶେଷ ମୂଲ୍ୟରେ କିଣା ଯାଇଅଛ। ଆମେନ୍। ଏବେ ଆମ ଶରୀରରେ ପରମେଶ୍ୱର କେମିତି ଆମେ ଗୌରବ ଦେଇପାରିବୁ? ଆମେନ୍। ଏବେ ପିତରଙ୍କୁ ପ୍ରଭୁ କହୁଛନ୍ତି, ପିତର ତମେ ବୃଦ୍ଧ ହେଲା ପରେ ତମର କୁଆଡେ ଇଚ୍ଛା ତୁମେ ସିଆଡେ ଯାଇପାରିବନି, ଆଉ ଗୋଟେ ଜଣ ତମର ହସ୍ତ ଧରି ତୁମକୁ ଟାଣି ନେଇଯିବ ବୋଲି। 21 ଜନ ସୁସମାଚାର। ଆମ ଘରେ କେତେବେଳେ ବୃଦ୍ଧ ବ୍ୟକ୍ତି ଉପରେ ରୁହନ୍ତି, ତାଙ୍କୁ ଦେଖାଯାଏନି। ତମେ ଘରୁ କେତେବେଳେ ଯିବେ, ମୁଁ ତାର ହାତ ଧରିକି ନେଇକି ଟିକେ ଧୀରେ ଧୀରେ ଚାଲିବ, ମାତ୍ର ମୁଁ ତାର ହାତ ଧରିଲେ ମୁଁ ଟିକେ ସମୟ କେତେବେଳେ ମୋର କଣ କାମ ଥିଲେ ଟିକେ ସ୍ପିଡରେ ମୁଁ ଚାଲି ପଳାଇଲେ, ସେ ବି ତାଙ୍କର ହାତ ଧରି ମୁଁ ସ୍ପିଡରେ ତାକୁ ନେଇଯାଏ। ତାଙ୍କର ଇଚ୍ଛାରେ ନା ମୋ ଇଚ୍ଛାରେ ମୁଁ ଟିକେ ସ୍ପିଡରେ ତାକୁ ନେଇଯାଉଛି। ପିତରଙ୍କୁ ପ୍ରଭୁ ସେପରି କହୁଛନ୍ତି, ତୁମର କୁଆଡେ ଇଚ୍ଛା ତମେ ସିଆଡେ ଯିବ ନାହିଁ, ତମକୁ ଅନ୍ୟ ଲୋକ କୁଆଡେ ଇଚ୍ଛା ସିଆଡେ ସେ ତମକୁ ଟାଣିକି ନେଇଯିବ, ଟାଣିକରି ନେଇଯିବ। ସେତେବେଳେ ପ୍ରଭୁ ଆଉ ତଳେ ତଳେ ତାଙ୍କୁ ଲେଖିକରି କହୁଛନ୍ତି କି ତମ ଶରୀରରେ ତୁମେ କିପରି ମତେ ଗୌରବ ଦେବ, ସେ ଉଦ୍ଦେଶ୍ୟରେ ପ୍ରଭୁ କହିଲେ ଲେଖା ଅଛି। ଏବେ ଆମେ ଯୁବା ଅଛୁ, ଏବେ ଆମେ ଆଣ୍ଠୁ ପକେଇ ପ୍ରାର୍ଥନା କରିପାରିବା। ଏବେ ଆମେ ଯୁବା ଅଛୁ, ଏବେ ଆମେ ଉପବାସ କରିପାରିବା। ଅଧିକ ସମୟ ଆମେ ପ୍ରାର୍ଥନାରେ ବସିପାରିବା, ଲୋକଙ୍କୁ ସୁସମାଚାର ମଧ୍ୟ କହିବା। କିନ୍ତୁ ବୟସ ପ୍ରାପ୍ତ ହେଲା ପରେ ଉପବାସ ରହିବ କହିଲେ ମଧ୍ୟ ଶରୀର ଆମକୁ ସପୋର୍ଟ କରିବ ନାହିଁ। ବୁଝିପାରୁଛନ୍ତି? ଆମେନ୍। ସେତେବେଳେ ମନ ପକେଇବେ ଉପାସରେ ବସିବୁ ବୋଲି ଆତ୍ମା ଇଚ୍ଛୁକ ହେବ, କିନ୍ତୁ ଶରୀର ଦୁର୍ବଳ ହେଇଯାଇଥିବ। ଏବେ ସୁଯୋଗ ଅଛି, ପରେ ନାହିଁ, ଏବେ ଆମମାନଙ୍କୁ ସୁଯୋଗ ଅଛି। ଏବେ ପରମେଶ୍ୱରଙ୍କର ଗୃହ ପବିତ୍ରର ଶୋଭା ପାଏ, ଏବେ ଆମେ ପରମେଶ୍ୱରଙ୍କୁ ଆମ ଶରୀରର ଗୌରବ ଦେବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମ ଗୌରବ ହଉ। ଏଫେସୀୟ ମଣ୍ଡଳୀ ଗ୍ରନ୍ଥ 2:22 ଟିକେ ପଢି ସାହାଯ୍ୟ କରନ୍ତୁ। ଏଫେସୀୟ 2:22। ରକ୍ତରେ ଜୟ ହଉ ପିତା। ତାହାଙ୍କଠାରେ ତୁମେମାନେ ମଧ୍ୟ ଈଶ୍ୱରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହୋଇଅଛ। ଆମେନ୍। ତାହାଙ୍କଠାରେ ପ୍ରଭୁଙ୍କ ଠାରେ, ପ୍ରଭୁ ଯୀଶୁଙ୍କ ଠାରେ ଈଶ୍ୱରଙ୍କର ଆତ୍ମିକ ନିବାସ ହେଇଅଛ। ଆମେନ୍। କାହା ଦ୍ୱାରା? ପ୍ରଭୁଙ୍କ ଦ୍ୱାରା। ହାଲେଲୁୟା। ଆମମାନେ ହେବାର ଅଛି
परमेश्वर निवास बाइबल गीत संहिता लेखा है आमेन से प्रशंसा निवासी बोली लेखा है गीत संहिता 22 आमे पढ़ू से प्रशंसा निवासी से अटंतु आमे नामर तो घर अच्छी आमर से गोटे घर ये घर केवे साड़े केवे घर खाली कर से घर को जाऊ किंतु प्रभु से प्रशंसा निवासी जो जगार सदा प्रभुंकर प्रशंसा आराधना गौरव हुए से जगार से बास कर आमेन जो जगार परमेश्वर पवित्रता थाए प्रभु से गृह प्रभु बास कर आमे पढ़ू आमे केतोले पढ़ू केतोले नियम सिंधु को दाऊद धरी कर जाउछंती अबेदंक घर को तांको घरे 3 मास रखिबा हेतु प्रभु तांको घर को सब विषय रे आशीर्वाद करछि तार बिजनेस तार पशु तार घर परिवार शांति श्रृंखला रे जीवन काढु तांको सजा कोटल से सफल होछि काहे कि नियम सिंधु को तांको घरे रखिथिले किंतु नियम सिंधु को आउथर अन्य लोक घरे गला समय तांको घरे मूर्ति वास होछि काहे कि ये की भूल कला ये की भूल कला आमेन आमेन प्रभु को नाम गौरव हो कि नियम सिंधु को उत्तम घर को गले तांग घरे ब्लेसिंग होछि आमेन से घरे आशीर्वाद होछि आमो घर पवित्र घर करिबा आमेर हृदय को पवित्र करिबा प्रार्थना जीवन काटिबा आमेन प्रशंसा निवासी परमेश्वर को स्मरण करिबा सत कहूची से घरे परमेश्वर गौरव हेबो से घरे सबु लोक मानकर मनोवांछा पूर्ण करिवो से माने जहा करिवे ता सफल हबो सत कहूची ताके जहा करिवे ता सफल जोसेफ को देखंतु आमे तांकर भाई माने ताकू बिक देले केतोले ताकू पोटिफरंक घरे से रहउची से घरे रहिला समय ता स्त्री जुवा स्त्री ताकू ता सहित सहन करिबा पाए चेष्टा करूची आमेन ताकू ऑफर मिलुची देखंतु ताकू जदी से रही जाय थांता ताले तार से स्त्री तार स्वामी को मारिबा पई प्लान कर दे करी से घरर से रही थांता करता किंतु से पवित्रता जीवन काटते हेतु से घर छाड़ी कर से दौड़ी कर पड़े अर्थात से पाप को छाड़ी कर पाप को देखी कर दौड़ी कर पड़े हेतु ताकू प्रभु केतोले से जेल रे जाउछि जेल रे भी देखंतु जेलर ताकू चाबी दउछि चोर को केले पुलिस चाबी देबे कि देखुथा बोली करी किंतु से जगह रे देखंतु जोसेफ को चाबी दउछंती से देखुछि जोसेफ केतोले जेल रे आसिला से तोले चोर माने समस्त शांति रे अछंती असंते आ समस्ते के भी दौड़ी करी जाऊ नांती आमेन से जगह गंडगोल मध्य हो नाही अशांति नाही से जगह शांति करी जेल रे अछि देखंतु जोसेफ काहे के चाउरी लेखा आइछि जोसेफ भाग्यवान हेले बोली जोसेफ काहे के भाग्यवान हेले आउरी लेखा होछि सदा प्रभुकर हस्त जोसेफ ऊपर थिला बोली तार मस्तक रे सदा प्रभुकर आशीर्वाद थिला बोली लेखा कहीं जोसेफ को प्रभु आशीर्वाद करी ताको मन पकई प्रभु स्मरण रखिथिले से पवित्र जीवन काटी आमेन तार गृह तार मंदिर को से पवित्र रखिथिबा हेतु प्रभु जोसेफ जा करुथिले जोसेफ कुआडे जाउथिले प्रभु ता सहबती थिले बोली लेखा जाउछि आ जोसेफ द्वारा प्रभु एते अद्भुत काम करुथिले ता देई करी प्रभु सबु देश को रक्षा करे मोर कहबार अर्थ अछि आमे माने केतोले हमर गृह अर्थात हमर मंदिर हमर शरीर को पवित्र जीवन काटिबा भय जीवन काटिबा प्रार्थना जीवन काटिबा बाइबल अनुसार जीवन यापन काटिबा आत्मिक रे जरी पड़िबा सत्य कहूछि आमे कुआडे जीवा साडे प्रभु आशीर्वाद करिबे आमे का घर को जीवा से घर को प्रभु आशीर्वाद करंतु कहले प्रभु से घर को आशीर्वाद करिबे का घर को जीवा प्रभु ए घर सब समस्या दूर कर कहले प्रभु से घर समस्या को दूर करिबे
କାହିଁକି ଆମେ ମାନେ ପରମେଶ୍ୱରଙ୍କର ଗୃହ ଅଟୁ, ପରମେଶ୍ୱରଙ୍କର ଘର ଅଟୁ, ଆମେ ପରମେଶ୍ୱରଙ୍କର ନିବାସ ଅଟୁ। ଆମେ ପବିତ୍ରତାରେ ଆମର ଶରୀରକୁ ଆମର ହୃଦୟକୁ ରଖିଛୁ, ଆମର ହୃଦୟରେ ପବିତ୍ର ଆତ୍ମା ବାସ କରନ୍ତି। ଆମେନ୍। କେତେବେଳେ ଅପବିତ୍ରତା ଜୀବନ କାଟିବା ତାହେଲେ ପବିତ୍ର ଆତ୍ମା ଆମ ଠାରୁ ପଳେଇବ। ଆମେନ୍। ସାମସନଙ୍କ ବିଷୟରେ ଆମେ ଚିନ୍ତା କଲୁ। ସାମସନକୁ ପ୍ରଭୁ ସେ ଗୋଟେ ନାଶରୀୟ ଲୋକ, ସାନ ବୋଲଠୁ ସେମାନେ ଚୁଟି କାଟିବେ ନାହିଁ, ପୁଡ଼ିଆ ଖାଇବେ ନାହିଁ, କି ଖଇନି ଖାଇବେ ନାହିଁ, କି ସେମାନେ ମଧ୍ୟପ୍ରିୟ କୌଣସି ଆମେନ୍ ସେହିପରି ଲେଖା ହେଇଛି କି ନଶା ଦ୍ରବ୍ୟ କୌଣସି ପଦାର୍ଥକୁ ସେମାନେ ସ୍ପର୍ଶ କରିବେ ନାହିଁ। ଆମେନ୍। ନାଶରୀୟ ଲୋକମାନେ, କିନ୍ତୁ ସେଇ ସାମସନ 1000 ଲୋକ ମାରିଲା। ସେଇ ସାମସନ ବିଲୁଆକୁ ଲାଙ୍ଗୁଡ଼କୁ 300 ବିଲୁଆକୁ ସେ ବାନ୍ଧିଦେଲା, ଲାଙ୍ଗୁଡ଼କୁ ଲାଙ୍ଗୁଡ଼। ସେଇ ସାମସନକୁ ସମସ୍ତେ ଭୟ କରୁଥିଲେ, ବଳବାନ ବୋଲି ଲେଖା ହେଇଛି। କିନ୍ତୁ ସେଇ ସାମସନ ସେ ଜାଣି ପାରିଲା ନାହିଁ ତା ହୃଦୟରୁ ପବିତ୍ର ଆତ୍ମା ପଳେଇଲେ ବୋଲି। କେତେବେଳେ ପବିତ୍ର ଆତ୍ମା ଠାରୁ ପଳେଇ ଯାଉଅଛନ୍ତି, ଅଳ୍ପ ଲୋକମାନେ ଆସିକରି ତାର ଚକ୍ଷୁକୁ ବୁସି କରି ତାକୁ ଅନ୍ଧ କରି, ତାକୁ ଲଣ୍ଡା କରି, ତାକୁ ଶିଙ୍କୁଳିରେ ବାନ୍ଧି କରି ନେଇ ଯାଉଅଛି। ଆମେନ୍। ବିନା ପବିତ୍ର ଆତ୍ମାଙ୍କ ଦ୍ୱାରା, ବିନା ପରମେଶ୍ୱରଙ୍କର ଉପସ୍ଥିତି ଦ୍ୱାରା ଆମେ କିଛି କରିପାରିବୁ। ଆମେ ଯଦି ନୂଆ ନୂଆରେ ପ୍ରଭୁଙ୍କୁ ଜାଣିଛୁ, ନୂଆ ନୂଆରେ କେତେ ପବିତ୍ର ଜୀବନ କାଟୁଛୁ, ପୁରୁଣା ହେଇଗଲା ପରେ ଆମେ ଜାଣିପାରୁନୁ ପ୍ରଭୁ କେମିତି ଅଛନ୍ତି ବୋଲି। ଆମର ଗୃହକୁ ଯଦି ପବିତ୍ରତା ଜୀବନ କାଟିବା, ଆମର ଗୃହକୁ ଆମର ଘରକୁ ପ୍ରାର୍ଥନା ଘର ଯଦି କରିବା, ତାହେଲେ ସ୍ୱର୍ଗ ପୃଥିବୀ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କର ନିବାସ ହେବ। ଆମର ଘର ଆମର ହୃଦୟ ପବିତ୍ର ଆତ୍ମାଙ୍କର ମନ୍ଦିର ହେବ। କେତେବେଳେ ଆମେ ପବିତ୍ର ଜୀବନ କାଟିବା ନାହିଁ, ତାହେଲେ ଆମର ହୃଦୟ ପବିତ୍ର ଆତ୍ମାଙ୍କ ମନ୍ଦିର ରହିବନି, ଏଇଟା ଶୈତାନର ମନ୍ଦିର ହେଇଛି। ଗୋଟେ ମନୁଷ୍ୟ ଦ୍ୱାରା ପବିତ୍ର ଆତ୍ମା ଈଶ୍ୱରଙ୍କ ରାଜ୍ୟ ପାଇଁ, ସେ ଈଶ୍ୱରଙ୍କର କାର୍ଯ୍ୟ ପାଇଁ, ସେ ଈଶ୍ୱରଙ୍କ ରାଜ୍ୟକୁ ଯାଉ ବୋଲି କରି ସେ ପବିତ୍ରତା ଜୀବନ କାଟୁ, ତା ଶରୀରରେ ପରମେଶ୍ୱରଙ୍କର ଗୌରବ ପାଉ ବୋଲି କରି ପବିତ୍ର ଆତ୍ମା ପୁରାପଣା ଶକ୍ତି ସହିତ ସେ କାମ କରୁଛନ୍ତି। यार शैतान आत्मा मध्य कार्य कर तार शक्ति सहित से कार्य कर गोटे लोक ईश्वर को विश्वास न करू गोटे लोक परमेश्वर को ठारे पवित्र जीवन से न काटू आ ईश्वर को राज्य पाई से व्यवहार न हो से ईश्वर को राज्य को न जाऊ बोली जीवन पुस्तक तार नाम लेखा न जाऊ बोली करी एटा शैतान रो आत्मा मध्य तार पूर्ण शक्ति रे कार्य करूची यार पवित्र आत्मा मध्य कार्य करती पवित्र जीवन काटंतु गोटे युवा मनुष्य प्रभु को जानिला याडे शैतान रो आत्मा मध्य कार्य करूची गोटे लोक प्रभु को राज्य पाई व्यवहार न हो आमेन किंतु आमे माने प्रभु को रक्त रे किना जाई अछि आमे प्रभु को राज्य पाई आमे व्यवहार से सान हो कि बड़ हो कि से कोनोसी जागतिक कार्य कले मध्य प्रभु ता द्वारा गौरव पाइबा गोटे इंजीनियर लोक को भी देखी से काम करिबो प्लस सकाळ संध्या रे से केतरा पालक मान को सहित मिसी को ट्रैक बांधुथिबो आमेन आउ से इंजीनियरिंग काम कले मध्य का घरे प्रेयर रे ताकू प्रार्थना पाई ताकू सब दिन फोन करथिबो आज्ञा मो पाई प्रार्थना कर दियंतु प्रभु ता द्वारा आमेन दर्शन स्वप्न मध्य देखछन ता द्वारा प्रभु प्रकाश कहबार अर्थ अछि प्रत्येक लोक क्रिस्टियन बोली से केतळे प्रभु को परिचय दउचे सेतोळे से लोक आमेन प्रभु को रक्त रे किणा जाय अछि तार हृदय होची पवित्र मंदिर से मंदिर रे पवित्र आत्मा वास करू इन पाए 21 रे मु आदि पढिले माथ्यू सुसमाचार 21 अध्याय हम 13 रे पढलु एटा प्रार्थना गृह बोली परिचित हेबो एटा को तुम दृश्य मान को केतळे आमे शरीर को आमे नष्ट करू आमे नष्ट करिबा ताहले देखंतु आमे निजे नष्ट हे जीवन के जण कोंती आज्ञा मु केते प्रार्थना करछि प्रभु उत्तर दोनांती चढ़ जाई कोन करिबा प्रार्थना करछि प्रभु उत्तर दोन कोन पई प्रार्थना करिबा हम उपवास पहिला समय रे बसी कर प्रार्थना करथाओ प्रभु मोर प्रार्थना सुनो प्रभु मोर प्रार्थना सुनो बोली आमे कहथाओ मु उपवास रे बसी छी प्रभु मोर प्रार्थना सुनो बोली कहथाओ
କିନ୍ତୁ ଆମେ ପଚାରୁ ନଥାଉ କେତେବେଳେ ଭୁଲ କଲା ସମୟରେ ପ୍ରଭୁ ମତେ ଦେଖୁଛନ୍ତି କି ନାଇଁ, ଆମର ବିବେକ କଣ ଆମକୁ ଆଘାତ କରୁନାହିଁ? କେତେବେଳେ ଆମେ ନିନ୍ଦା କଥା କଲା ସମୟରେ କଣ ପ୍ରଭୁ ଶୁଣୁନାହାନ୍ତି? କେତେବେଳେ ଆମେ ମିଛ କହୁଛୁ ସେତେବେଳେ କଣ ପ୍ରଭୁ ଶୁଣୁନାହାନ୍ତି? କେତେବେଳେ ଅପବିତ୍ର ଜୀବନ କାଟୁଛୁ କଣ ସେତେବେଳେ କଣ ପ୍ରଭୁ ଦେଖୁନାହାନ୍ତି? କେବଳ ପ୍ରାର୍ଥନା ଉପବାସ ଚର୍ଚ୍ଚରେ ଗଲା ସମୟରେ ହିଁ କଣ ପ୍ରଭୁ ଦେଖୁଛନ୍ତି କି ଅନ୍ୟ ସମୟରେ କଣ ପ୍ରଭୁ ଦେଖୁନାହାନ୍ତି? ଆମେନ୍। ଏଥିପାଇଁ ପ୍ରଭୁ କହୁଛନ୍ତି ଆମେ ସ୍ୱର୍ଗ ପୃଥିବୀ ସୃଷ୍ଟିକର୍ତ୍ତା ହୃଦୟର କଥା ମନର କଥା ଜାଣୁଥିବା ପରମେଶ୍ୱର। ଆମେନ୍। ଏଥିପାଇଁ ଆମର ଏଥିପାଇଁ ଗୋଟେ ବାକ୍ୟ ପଢିବା, ରୋମିଓ ପୁସ୍ତକ 16:17-18 ପଢି ସାହାଯ୍ୟ କରନ୍ତୁ। ବନ୍ଦ କରିଦେବି, ସମୟ ହେଇଗଲାନି, 2 ମିନିଟରେ ମୁଁ ବନ୍ଦ କରିଦେବି। ଏ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି। କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି। ପୁଣି ମିଷ୍ଟ ବାକ୍ୟ ଓ ଚାଟୁ ଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି। କେତେ ଜଣ ଅଛନ୍ତି ଗୁଡ୍ ନ୍ୟୁଜ୍ ବାଲା ପଳା, କୋଉ ସଂସ୍ଥାର ନାମ ନିଅ ନାହିଁ, କିନ୍ତୁ ଗୁଡ୍ ନ୍ୟୁଜ୍ ବାଲା କେତେ ଜଣ ଅଛନ୍ତି ପାପ କଲା ପରେ ପାପ ନାହିଁ ବୋଲି। ସେମାନେ କୋଉ ସମୟରେ ଆସିବେ? ଖାଇବା ଟାଇମରେ ଆସିବେ, 9ଟା ରାତି 9ଟା ଆସିବେ, ଦିନ ବେଳେ ଖାଉଥିବେ ସେ ସମୟରେ ଆସିବେ। ଆଜ୍ଞା ଖାଇବା କଣ ଖାଇବା ସମୟ ଅଛି କି ବୋଲି ସେମାନେ ଉଲ୍ଟା ଟାଗି କରୁଛନ୍ତି। ଆମର ପାପ କ୍ଷମା ହେଇଗଲା, ଆଉ କାହିଁକି ତମେ ପାପୀ ବୋଲି ସ୍ୱୀକାର କରୁଛ? ଏମିତି କହୁଛନ୍ତି। ସିଗାରେଟ ପିଅ, ପୁଡ଼ିଆ ଖାଅ, ଯାହା କିଛି କର, ପ୍ରଭୁ ତମର ପାପ କ୍ଷମା। ଏମିତି ଲୋକମାନଙ୍କୁ ଘରେ ପୁରଉ ନାହିଁ, ଘର ଭିତରେ ପ୍ରବେଶ କର, ସେମାନଙ୍କୁ ଦେଖି ଚିହ୍ନି ରଖିତ। ସେମାନେ ଏଇପରି ଗୋଟେ ଥର ଆଇଲା ପରେ ଆମେ ଜାଣୁଛୁ, ସେମାନଙ୍କର ମୁଖକୁ ଦେଖିବ ନାହିଁ, କବାଟ ସିଧା ବନ୍ଦ କରିଦବ। ଜାଣନ୍ତୁ ଭାଇ, ତାଲା ଦରକାର ପଡେ ଲିଙ୍କ ତାଲା ଗୋଟେ କିଣିବେ ଆଉ ତାଲା ପକେଇକି ରଖିବେ ଘର ଭିତରେ ପୁରେଇବେ ନାହିଁ। ମାନେ ନା ଆଜ୍ଞା ନମସ୍କାର, ଆପଣ ବାକ୍ୟ ଆମେ ଶୁଣିଛୁ, ଦୟାକରି ଆପଣ ଯାଆନ୍ତୁ ବୋଲି କହିଲେ। ଆପଣ ଯଦି ତାଙ୍କର ମୁଖକୁ ଦେଖି କରି କହିବେ ନାଇଁ ସେ ଦୁଃଖ କରିବ, ଘରକୁ ଆସ ବୋଲି କହିଲେ, ଆପଣଙ୍କର ଘର, ଆମେନ୍, ଆପଣଙ୍କର ଘର ଅପବିତ୍ରତା ହେଇଯିବ। ସରଳ ହୃଦୟ ଲୋକମାନଙ୍କର ମନକୁ ସେମାନେ ନଷ୍ଟ କରି ଟାଣି କରି ନେଇଯିବେ। ଜାଗ୍ରତ। ଆମେନ୍। ଯୋଉ ବ୍ୟକ୍ତି ଆସି କହୁଛି, ମଦୁଆ ଲୋକ କହିବି ପ୍ରଭୁ ତତେ ଆଶୀର୍ବାଦ କରିଛନ୍ତି, ଅନୁଗ୍ରହ କରୁଛି, ସେ ଖୁସି ହେଇଯାଉଛି, କାନ୍ଦି ପକଉଛି, ଆଉ ମତେ ପ୍ରଭୁ ଏତେ ଅନୁଗ୍ରହ ବ୍ଲେସିଂ କରୁଛି, ପୁରା ଡେଇଁ ଦଉଛି ଭବିଷ୍ୟତ ବକ୍ତା ଲୋକ। ମାତ୍ର ଆଗ କାଳର ଭବିଷ୍ୟତ ବକ୍ତା ଡାଇରେକ୍ଟ କହୁଥିଲେ, ଆମେନ୍, ତମେ ବାଲ ଦେବତାର, ଏଲିଓ ଆସିକି ତମେ ବାଲ ଦେବତାର ତମ ସ୍ତ୍ରୀର କଥା ଶୁଣିକରି ବାଲ ଦେବତାର ପୂଜା କରୁଛ, ବର୍ଷା ହେବ ନାହିଁ ବୋଲି। ଜିରିମିୟ ଯାଇ କହୁଥିଲେ ତମାନଙ୍କର ପାପ ସ୍ୱର୍ଗ ପର୍ଯ୍ୟନ୍ତ ଯାଉଛି। ଫେରି ତ ପୌଲୁସ ମଧ୍ୟ କହୁଛନ୍ତି, ତମର ମା ତମର ବାପାର ସ୍ତ୍ରୀକୁ ରଖିଛ, ସେଟା ତୁମେ ଭୁଲ କରୁଛ ବୋଲି ନୂତନ ନିୟମରେ କହୁଥିଲେ। ବାପ୍ତିଜିକ ଜହନ ମଧ୍ୟ କହୁଥିଲେ କାଳ ସର୍ପର ବଂଶ ଲୋକମାନେ ବୋଲି ପ୍ରଭୁ ତାଙ୍କ ଦ୍ଵାରା ପ୍ରକାଶ କରୁ, ସେମାନେ ହଉଛନ୍ତି ଭବିଷ୍ୟତ। ସେମିତି ଯୋଉମାନେ ଟାଣ ଟାଣ କରି କଥା କୁହନ୍ତି ସେମାନଙ୍କୁ ଡାକି ଆଣି କରି ଘରେ ପ୍ରାର୍ଥନା ରଖିବେ, ତାହେଲେ ପ୍ରଭୁ ଆମ ଘରକୁ ଆଶୀର୍ବାଦ କରିବେ। ଆମେ ସେଭିଂ କରିଦେଇଥିବା, ଧଳା ପ୍ୟାଣ୍ଟ ସାର୍ଟ ପିନ୍ଧି, ଆମର ପବିତ୍ର ଜୀବନ ନଥିବା, ଏମିତି ଘରକୁ ଡାକି, ଏମିତି ଲୋକମାନଙ୍କୁ ଘରକୁ ଡାକି ଆଣିବ, ଅଶାନ୍ତି ତ ହଉଛି, ଆଉ ଡବଲ ଅଶାନ୍ତି ଘରେ ହେଇଯିବ, ସତ କହୁଛି। କିନ୍ତୁ ପବିତ୍ର ଜୀବନ କାଟୁଥିବା, ଈଶ୍ୱରଙ୍କର ଭୟ ଜୀବନ କାଟୁଥିବା ଲୋକକୁ ଘରେ ଆଣି ଡାକି କରି ପ୍ରାର୍ଥନା କରିବେ, ତାହେଲେ ପ୍ରଭୁ ଆମ ଘରକୁ ଆଶୀର୍ବାଦ। ଏଥିପାଇଁ ଆମର ଗୃହ ହଉଛି ପ୍ରାର୍ଥନା ଗୃହ, ଆମର ହୃଦୟ ପବିତ୍ର ଆତ୍ମାଙ୍କର ମନ୍ଦିର। ଆମର ଘରକୁ ପବିତ୍ରତା କରି ରଖିବା, ଆମର ଘରକୁ ସବୁଦିନ ପ୍ରାର୍ଥନା ଧନ୍ୟବାଦର ବଳି ଉତ୍ସର୍ଗ କରିଥିବା, ତାହେଲେ ସେ ଘରେ ପରମେଶ୍ୱରଙ୍କର ଉପସ୍ଥିତି ଥିବ। ପ୍ରଭୁ ଏ ବାକ୍ୟ ସାକ୍ଷର ଆପଣଙ୍କୁ ମତେ ଆଶୀର୍ବାଦ କରନ୍ତୁ। ମୋ ପାଇଁ, ମୋ ପରିବାର ପାଇଁ ଆପଣ ମାନେ ସବୁଦିନ ପ୍ରାର୍ଥନା ତଳି ଧରନ୍ତୁ। ପ୍ରଭୁଙ୍କ ଦାସ ସୁଯୋଗ ଦେଇଥିବା ହେତୁ ପ୍ରଭୁଙ୍କ ଦାସଙ୍କୁ ମୋର ଆନ୍ତରିକ ସହିତ ମୁଁ ନମସ୍କାର ଧନ୍ୟବାଦ ଦଉଛି। ସମସ୍ତଙ୍କୁ ଜୟ ଯୀଶୁ, ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। ବହୁତ ସୁନ୍ଦର ବାକ୍ୟ ପ୍ରଭୁଙ୍କ ଦାସ ଦେଇ ଅଛନ୍ତି। ଆଉ ଲିମା ଆଜ୍ଞାଙ୍କ ପାଇଁ ମଧ୍ୟ ଏକ ଉଚ୍ଚ କରତାଳ ଦେଇ ମାନେ ଧନ୍ୟବାଦ ଦେବା। ବହୁତ ସୁନ୍ଦର ଥିଲା ବାକ୍ୟ, ହୃଦୟ ସ୍ପର୍ଶୀ ଥିଲା। ଆଉ ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ ଅତି ଆବଶ୍ୟକ ଯେ ଆମେ ହଉଛୁ ଜୀବନ୍ତ ମନ୍ଦିର,
ପ୍ରଭୁ ଆମମାନଙ୍କ ଅନ୍ତରରେ ବାସ କରନ୍ତି। ଆମମାନେ ପବିତ୍ର ଜୀବନ ଯାପନ କାଟିବା ନିହାତି ଆବଶ୍ୟକ। ପ୍ରଭୁ ତାଙ୍କ ଦାସଙ୍କୁ ଆଶୀର୍ବାଦ କରନ୍ତୁ, ପରିବାରକୁ ଆଶୀର୍ବାଦ କରନ୍ତୁ। ଆମେ ଯେତେ ଜଣ ବାକ୍ୟକୁ ଶ୍ରବଣ କରିଛୁ ଉକ୍ତ ବାକ୍ୟ ହୃଦୟରେ ରଖିବା, ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନେ ଚେଷ୍ଟା କରିବା। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ମୋ ଦୁଇ ଦାସଙ୍କୁ ମୁଁ ଅନୁରୋଧ କରୁଛି ଆମମାନଙ୍କ ମଧ୍ୟରେ ଆଉ ତାବୋଡା ମଣ୍ଡଳୀର ପାଳକ ଅଛନ୍ତି ରେଭରେଣ୍ଡ ନାଥନ ଲୋରା ସାର୍ ଅଛନ୍ତି। ଆଉ ଲୋରା ସାର୍ ଆଉ ଆଦର୍ଶ ପ୍ରାର୍ଥନା ଏବଂ ଆଶିଷ ଭିକ୍ଷା କରିବେ। ତା ପୂର୍ବରୁ ପ୍ରାର୍ଥନା କରିବେ ପ୍ରଭୁଙ୍କ ଦାସ ଆମଙ୍କର ରେଭରେଣ୍ଡ ଡେଭିଡ ଲିମା ସାର୍ ଅଛନ୍ତି ଆଉ ପ୍ରାର୍ଥନା କରିବେ। ଲିମା ସାର୍ ମତେ ଶୁଣି ପାରୁଛନ୍ତି? ହଁ, ଶୁଣିପାରୁଛି ଭାଇ। ସାର୍ ନମସ୍କାର। ସାର୍ ନମସ୍କାର। ଆସନ୍ତୁ ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା ଏବଂ ପ୍ରାର୍ଥନାରେ ଯିବା। ମହାମହିମ ସ୍ୱର୍ଗସ୍ଥ ପିତା, ଆମେ ତୁମର ସ୍ତୁତି କରୁଛୁ,